ଜହନ ପୁସ୍ତକ ଏକ ପୂର୍ବ ବାକ୍ୟ ଆଜି ମାନେ ପଢିବା ଏକ ପଦରୁ 18 ପଦ ଯାଏଁ। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ସେହି ଜ୍ୟୋତି ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରିନାହିଁ। ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ, ତାହାଙ୍କ ନାମ ଜହନ। ସେ ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି। ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ସେ ନିଜେ ସେହି ଜ୍ୟୋତି ନଥିଲେ, କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ସେହି ଯେଉଁ ସତ୍ୟ ଯେଉଁ ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। ସେ ଜଗତରେ ଥିଲେ। ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଆପଣା ବାକ୍ୟରେ ଆସିଲେ, ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ସେମାନେ ରକ୍ତରୁ ଶରୀରର ଇଚ୍ଛାରୁ କିଏ ବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କ ଠାରୁ ଜାତ ହେଲେ। ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। ଜହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚ ସ୍ୱରରେ କହିଲେ, ସେ ଯେ ମଉତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ। ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି। ଏଣୁ ତାହାଙ୍କ ପୂର୍ଣ୍ଣଠାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ। ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ। କାରଣ ବ୍ୟବସ୍ଥା ମୂଷାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା। କେହି କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ପିତାଙ୍କ କୋଳ ସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ଆଜି ଆମମାନେ ଜହନ ପୁସ୍ତକ ଏକ ପର୍ବ ନେଇକି କଥା ହେବା। ଆଉ ଜହନ ପୁସ୍ତକ ଯେତେବେଳେ ଆମେ ଦେଖୁଛୁ, ଏଠି ଏଟା ବହୁତ ମୂଲ୍ୟବାନ ପୁସ୍ତକ। ଆଉ ପରମେଶ୍ୱର ଏ ପୁସ୍ତକ ଦ୍ୱାରା ଆମମାନଙ୍କ ଜୀବନରେ ସେଠି କାମ କରିବାକୁ ଚାହାନ୍ତି। ତ ବହୁତ ବର୍ଷ ପୂର୍ବେ ଆମର ମିଶନ ଗୋଟେ ପାଷ୍ଟରଙ୍କୁ ମିଶନାରୀ ଭାବରେ ଚାଇନାକୁ ପଠେଇଲେ। ଆଉ ଚାଇନାରେ ଯେତେବେଳେ ସେ ମିଶନାରୀ ଭାବରେ ପଠାଗଲେ, ସେ ସମୟରେ ଆ, ଚାଇନା ହେଉଛି କମ୍ୟୁନିଷ୍ଟ ଦେଶ। ଯୋଉ ନିଜ ଇଚ୍ଛାରେ ଜଣେ ଲୋକ ଯେକୌଣସି ଧର୍ମ ଗ୍ରହଣ କରିପାରିବ ନାହିଁ, କି ଧର୍ମ ନାଁରେ କୌଣସି ଜାଗାରେ ଲୋକ ଜମା ହେଇପାରିବେ ନାହିଁ। ସେଥିପାଇଁ ଚାଇନାରେ ମାନେ ଖୋଲମ ଖୋଲା ଏମିତି ବାକ୍ୟ ପ୍ରଚାର କରାଯାଇ ପାରିବ ନାହିଁ। କିନ୍ତୁ ସେ ପ୍ରକାର ଦେଶକୁ ଆମର ମିଶନ ପ୍ରକୃତରେ ଗୋଟେ ମିଶନାରୀକୁ ପଠେଇଲେ ମିଶନ କାର୍ଯ୍ୟ ପାଇଁ। ତ ଯେତେବେଳେ ସେ ଦେଶରେ ମିଶନାରୀ ଗଲେ, ଆଉ ଯେତେବେଳେ ମିଶନ କାର୍ଯ୍ୟ ଆରମ୍ଭ କଲେ, ତ ଏଇଟା ବହୁତ ସମସ୍ୟା ଥିଲା, ଆଉ ଗୋଟେ ବଡ଼ ପରିସ୍ଥିତି ଦେଖାଯାଉଥିଲା।
ତ ସେ ମିଶନାରୀ ଦିନେ ପ୍ରକୃତରେ ଆ, ବାଇବେଲ ସେମିନାର ତିଆରି କଲେ, ଆରେଞ୍ଜ କଲେ। ତ ଯେତେବେଳେ ବାଇବେଲ ସେମିନାର ଆରେଞ୍ଜ କଲେ, ତ ସବୁଆଡେ ବୁଲି ବୁଲି ସମସ୍ତଙ୍କୁ ପ୍ରକୃତରେ ଡାକିଲେ। ସମସ୍ତେ ଆସିଲେ, ମାନେ ଶୁଣିଲେ ଯେ ଅମୁକ ତାରିଖରେ ଆମର ବାଇବେଲ ସେମିନାର ଅଛି କହିକି। ଆଉ ଏ ପ୍ରକାର ଭାବରେ ସେ ସମସ୍ତଙ୍କୁ ଇନଭାଇଟେସନ ଦେଲେ। ଆଉ ଗୋଟେ ଗେଷ୍ଟ ସ୍ପିକରଙ୍କୁ ମଧ୍ୟ ପ୍ରକୃତରେ ଡାକିଲେ। ଆଉ ସେ ଜାଗାରେ ଜଣେ ଭାଇ ମନେଗିନ ହେଇଥିଲେ। ସେ ଭାଇ କୋରିଆନ ବୁଝୁଥିଲେ। ଆଉ ପାଷ୍ଟ ତାଙ୍କୁ କୋରିଆ ଟୁ ଚାଇନିଜ ଭାଷା ଅନୁବାଦ କରିବା ପାଇଁ କହିଲି। ତ ସେ ସମୟରେ ଆ, ଏ ଭାଇ ଆଉ ସେ ପାଷ୍ଟ ହେଇକି କନେକ୍ଟିଂ କରିବାକୁ ଆରମ୍ଭ କଲେ। ଆଉ ଧୀରେ ଧୀରେ ତ ଅଧଘଣ୍ଟା ସମୟ, ଯୋଉ ସମୟ ଦିଆ ହେଇଥିଲା ଅଧଘଣ୍ଟା ପାର ହେଇଗଲା, ଲୋକ କେହି ଆସିଲେ ନାହିଁ। ଗୋଟେ ଘଣ୍ଟା ପାର ହେଇଗଲା, ଲୋକ କେହି ଆସିଲେ ନାହିଁ। ତ ପାଷ୍ଟ ପ୍ରଭୃତିରେ କହିଲେ, ଚାଲ ବାଇବଲ ପଢିବା ଆଉ ବାକି ପ୍ରଚାର ଆରମ୍ଭ କରିବା କହିଲେ। ତ ସେ ସମୟରେ ସେ ଚାଇନିଜର ଯୋଉ ଭାଇ ଭାଇ ଥିଲେ, ସେ ଭାଇ କହିଲେ, ପାଷ୍ଟ କାହାକୁ ଦେଖିକି ବାକି ପ୍ରଚାର କରବା, ଲୋକ ତ କେହି ବି ନାହାନ୍ତି। ଆଉ ମୁଁ କାହିଁକି ଆପଣଙ୍କ ସାଇଡରେ ଛିଡା ହେବି, ଆଉ ମୁଁ କାହିଁକି ଅନୁବାଦ କରିବି। ଆପଣ ଜଣେ ସିଧା ସିଧା ବାକି କହିଲେ ହବ, ମୁଁ ଶୁଣିବି କହିଲି। ପାଷ୍ଟ କହିଲେ, ତା ସହ ଛିଡା ହଉ, ଟ୍ରାନ୍ସଲେସନ କର କହିଲେ। ତ ସେ ସମୟରେ ସେ ଭାଇ ବୁଝୁନଥିଲେ ପାଷ୍ଟ କଣ କହିବାକୁ ଚାହୁଁଛନ୍ତି। କିନ୍ତୁ ସେ ଠିକ ଅଛି ପାଷ୍ଟ କହିକି ସେ ଛିଡା ହେଲେ। ଆଉ ପାଷ୍ଟଙ୍କ ସାଇଡରେ ଚେୟାର ପକା ହେଇଛି ସାମ୍ନାରେ, ପୁଲପିଟରେ ଗଲେ। ପାଷ୍ଟ ବାଇବଲ ଖୋଲିକି ବାକି ପ୍ରଚାର କଲେ। ଲୋକ ଜଣେ ବି ନାହାନ୍ତି। ତ ଏତେ ହୃଦୟ ଦେଇକି ପ୍ରକୃତରେ ସେମିନାର ରେଡି କରାହେଇଛି, କିନ୍ତୁ ଲୋକ ଦେଖିଲେ ଜଣେ ବି ପ୍ରକୃତରେ ନାହାନ୍ତି। ସେ ଭାଇ କଣ୍ଡକ୍ଟିଂ କରୁଛନ୍ତି, କିନ୍ତୁ ବହୁତ ଚିନ୍ତା ପ୍ରକୃତରେ ଆସୁଛି। ଆ ରାଷ୍ଟ୍ର ଏଇଟା କେମିତି ଏଇଟା। ହୁଁ। ଆଉ ଲୋକ ତ କେହି ବି ପ୍ରକୃତରେ ଆସିନାହାନ୍ତି, ହେଲେ ମୁଁ କାହିଁକି ଏଇ ଅନୁବାଦ କରବାର ଅଛି। ହଁ, ଲୋକ ଥିଲେ ଅନୁବାଦ କଲେ ହୁଅନ୍ତା, କିନ୍ତୁ ଲୋକ ତ ଜଣେ ବି ନାହାନ୍ତି, ଆଉ ମୁଁ କେମିତି ଅନୁବାଦ କରିବି। ଏ ପ୍ରକାର ଭାବରେ ପ୍ରଚାର ଶେଷ ପର୍ଯ୍ୟନ୍ତ ଜଣେ ବି ଲୋକ ଆଇଲେ ନାହିଁ। କିନ୍ତୁ ପାଷ୍ଟ ପ୍ରଚାର କଲେ, କିଏ ବି ଶୁଣୁନାହାନ୍ତି। ସାମ୍ନାରେ କେହି ଲୋକ ବସି ନାହାନ୍ତି। କିନ୍ତୁ ପାଷ୍ଟ ଯେତେବେଳେ ପ୍ରଚାର କଲେ, ଯୋଉ ଭାଇ ଅନୁବାଦ କଲେ, ସେ ଭାଇ କଣ ଜାଣିଲେ ଜାଣିଛନ୍ତି। ଆରେ ଏ କନଫରେନ୍ସ ହଉଛି, ଏ ବାଇବଲ ସେମିନାର ହଉଛି ମୋ ପାଇଁ। ପାଷ୍ଟ ଆଜି ମତେ ବାକ୍ୟ ପ୍ରଚାର କରୁଛନ୍ତି। ମୁଁ ବାହିକ ଭାବରେ ଅନ୍ୟମାନଙ୍କୁ ଦେଖୁନି, କିନ୍ତୁ ପାଷ୍ଟ କୁ ବିଶ୍ୱାସରେ ପ୍ରଚାର କରୁଛନ୍ତି। ଏ ପାଷ୍ଟଙ୍କର ହୃଦୟରେ, ମିଶନାରୀର ହୃଦୟରେ କୋଉ ପ୍ରକାର ହୃଦୟ ଅଛି ପରମେଶ୍ୱରଙ୍କ ଆଡକୁ। ତ ସେ ସମୟରେ ସେ ଚିନ୍ତା କରିବାକୁ ଆରମ୍ଭ କଲେ, ଆଉ ସେ ବହୁତ ଖୁସି ହେଲେ। ତ ପ୍ରଚାର ଶେଷ ହେଲା ପରେ ପାଷ୍ଟର କହିଲେ, ଆଜି ବହୁତ ଲୋକ ଆସିଲେ, ବହୁତ ଲୋକ ବାକ୍ୟ ଶୁଣିଲେ। ଦେଖିଲା ବେଳକୁ ଜଣେ ବି ଚେୟାରରେ ବସି ନାହାନ୍ତି, ଜଣେ ବି ଲୋକ ପ୍ରକୃତରେ ନାହାନ୍ତି। କିଏ ପାଷ୍ଟରଙ୍କର ବାକ୍ୟ ଶୁଣୁନାହାନ୍ତି। କିନ୍ତୁ ପାଷ୍ଟ ପ୍ରଚାର ଶେଷ କରିକି ବହୁତ ଖୁସି ହେଲା, ବହୁତ ଲୋକ ଆଜି ଆସିଲେ ଆଉ ବାକ୍ୟ ଶୁଣିଲେ। ଏମିତି ହେଇକି ଦିନେ ପ୍ରକୃତିରେ ଜଣା ପଡିଲା ଯେ ଏ ପ୍ରକାର ଜଣେ ମିଶନାରୀ ଅଛନ୍ତି, ଯିଏ କୋରିଆରେ ଆସି ଅଛନ୍ତି କହିକି। ଚାଇନାର ଗଭର୍ଣମେଣ୍ଟ ପ୍ରକୃତରେ ସେଟାକୁ ଜାଣିଲା, ତାଙ୍କୁ ଜେଲରେ ପୁରେଇ ଦେଲା। ଜେଲରେ ପୁରେଇଲାକୁ ତାଙ୍କ ମିଶନାରୀ ଯେ ଥିବେ, ତାଙ୍କର ପାଦରାଣୀ ଥିବେ, ତାଙ୍କର ଛୁଆ ମାନେ ଅଛନ୍ତି, କେମିତି ହେବେ। ତ ପାଷ୍ଟର କଣ କହିଲେ, ତମ ସ୍ୱାମୀ ଜେଲକୁ ଯିବାଟା ବେଶୀ ଭଲ, ଆଉ ଜେଲରେ ସୁଷମାଚାର କାର୍ଯ୍ୟ ହବ। ସେଥିପାଇଁ ପାଦରାଣୀ କହିଲେ, ତମେ ଗସ୍ପେଲ ପ୍ରଚାର କର ବୋଲି ପାଷ୍ଟର ପ୍ରଭୃତିରେ କହିଲେ। ତ
ଏ ପ୍ରକାର ସିଚୁଏସନରେ ପାଷ୍ଟର ମୁଁ କେମିତି ପ୍ରଚାର କରିବି, କଣ ବୋଲି ପ୍ରଚାର କରିବି? ଏ କମ୍ୟୁନିଷ୍ଟ ଦେଶରେ ଏଠି କିଏ ପରିତ୍ରାଣ ପାଇବେ ନାହିଁ କହିକି ସେ ପାଦାଣୀ ମତେ ବହୁତ ବ୍ୟସ୍ତ ହେଲେ, କିନ୍ତୁ ପାଷ୍ଟର କହିଲେ ତମେ ସୋସିଆଲ ମିଡ଼ିଆ ଥ୍ରୁରୁ ତମେ ଗୋସ୍ପେଲକୁ ପ୍ରଚାର କର। ସୋସିଆଲ ମିଡ଼ିଆରେ ମାନେ ସର୍ଟ ସର୍ଟ ଭିଡ଼ିଓ 2 ମିନିଟିଆ 3 ମିନିଟିଆ ସରମନ ଗୁଡ଼ାକ ତମେ ପ୍ରଚାର କର, ଲୋକ ପରିତ୍ରାଣ ପାଇବେ। କହିଲେ କି ସେ ପାଦାଣୀ ନାଇଁ ବହୁତ ଷ୍ଟାର୍ଟ କଲେ। ବହୁତ ବର୍ଷ ରହିଲା ପରେ ସେ ପାଷ୍ଟର ପ୍ରକୃତରେ ଜେଲରୁ ବାହାରିଲେ। ଏବେ ମଧ୍ୟ ବହୁତ ଭାଇମାନେ ପାଷ୍ଟର ମାନେ ଚାଇନାରେ ନାଇଁ କି ବହୁତ ଲୋକ ଏ ଗସ୍ପେଲ ପ୍ରିଚିଂ ପାଇଁ କହିକି ସେମାନେ ଜେଲରେ ପ୍ରକୃତରେ ଅଛନ୍ତି। କିନ୍ତୁ ଚାଇନାର ବନେଗେନ୍ ହେଇଥିବା ସଂଖ୍ୟା ଯଦି ଦେଖିଲେ କହିଲେ ସବୁ ଦେଶ ଠାରୁ ଅଧିକ। ସେଥିପାଇଁ 40,000ରୁ ଅଧିକ ଲୋକ ଅଛନ୍ତି ଚାଇନାରେ ପରିଜନ ପାଇଥିବା ଭାଇ ଭଉଣୀମାନେ। ତେବେ କେମିତି ପ୍ରଚାର ହଉଛି? ସେ ସବୁ ଭାଇ ଭଉଣୀ ବାକ୍ୟ ପ୍ରଚାର କରୁଛନ୍ତି। ହୁଁ। ସମସ୍ତେ ବାକ୍ୟ କେମିତି ପ୍ରଚାର କରୁଛନ୍ତି? ସୋସିଆଲ ମିଡ଼ିଆରେ 2 ମିନିଟିଆ 3 ମିନିଟିଆ 4 ମିନିଟିଆ ସରମନ ଗୁଡ଼ାକ ରେଡି କରିକି ଅପଲୋଡ କରୁଛନ୍ତି। ଅପଲୋଡ କରିକି ଲୋକ ସେଇଟା ପଢୁଛନ୍ତି। ଆଉ ଆରେ ଏମିତି ବାକ୍ୟ ବି ଅଛି କି, ଏମିତି ବି ପ୍ରଚାର ହଉଛି କି, ସତରେ ଏ ପ୍ରକାର ପରମେଶ୍ୱର ବି କାମ କରୁଛନ୍ତି କି, କରିଛନ୍ତି କି ଆମ ପାଇଁ କହିକି ଲୋକ ଆଶ୍ଚର୍ଯ୍ୟ ହେଇକି ସେଟା ଜଣେ ଶୁଣୁଛନ୍ତି ନାଇଁ, ଜଣେ ପଢୁଛନ୍ତି ନାଇଁ, ସେ ଜଣେ ଶୁଣିକି ସେ ଜଣେ 10 ଜଣକୁ ଫରୱାର୍ଡ କରୁଛି। ତ 10 ଜଣ ଶୁଣିକି 10 ଜଣ ପରିତ୍ରାଣ ପାଉଛନ୍ତି। 10 ଜଣ ଯେତେବେଳେ ଶୁଣିଲେ 10 ଜଣ ଆଉ ଜଣ ଜଣକୁ ଫରୱାର୍ଡ କଲା 20 ଜଣ ହେଇଯାଉଛନ୍ତି। ଏମିତି ହେଇକି ନାଇଁ କି ସୋସିଆଲ ମିଡ଼ିଆରେ ଚାଇନାରେ ପ୍ରକୃତରେ ଗସ୍ପେଲ ପ୍ରଚାର ହଉଛି। ତ ଏ ଯୋହନ ପୁସ୍ତକ 1 ପର୍ବରେ ଦେଖିଲେ ପରମେଶ୍ୱର କଣ କହୁଛନ୍ତି? ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟି ହେଲା। ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହେଇନି। ବାଇବଲକୁ ଦେଖିଲେ କଣ କହୁଛି? ଆଦ୍ୟରେ ବାକ୍ୟ ଥିଲେ ଲେଖା ହେଇଛି। ଆରମ୍ଭରୁ କିଛି ନାହିଁ ଆଜ୍ଞା, କିନ୍ତୁ ବାକ୍ୟ ଅଛି। ସେ ବାକ୍ୟ ଈଶ୍ୱରଙ୍କ ସାଙ୍ଗରେ ଥିଲେ ଲେଖା ହେଇଛି। ଈଶ୍ୱର ବାକ୍ୟ ସହିତ ଥିଲେ ଲେଖା ହେଇଛି। ତେବେ ଈଶ୍ୱର କିଏ? ଲୋକ ଈଶ୍ୱରଙ୍କୁ ଦେଖି ନାହାନ୍ତି ଈଶ୍ୱର କେମିତି। ଆଁ, କିନ୍ତୁ ଈଶ୍ୱର ହଉଛନ୍ତି ବାକ୍ୟ ଲେଖା ହେଇଛି। ସେ ଈଶ୍ୱରଙ୍କ ସହିତ ଥିଲେ ଲେଖା ହେଇଛି। ତାଙ୍କ ଦ୍ୱାରା ସବୁ ବିଷୟ ସୃଷ୍ଟି ହେଲା ଲେଖା ହେଇଛି। ସେଥିପାଇଁ ଆମେ ଯାହା ବି ପୃଥିବୀରେ ଦେଖୁଛୁ, ଗଛ ଲତା ପ୍ରାଣୀ ସୂର୍ଯ୍ୟ ଚନ୍ଦ୍ର ତାରା, ଆମର ନିଜର ଶରୀରକୁ ଦେଖିଲେ ମଧ୍ୟ ଯାହା ବି ଆମେ ଜଗତରେ ଦେଖୁଅଛୁ, ଏ ସମସ୍ତ ବିଷୟ ହଉଛି ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହେଇଥିବା ବିଷୟ, ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ହେଇଥିବା ବିଷୟ। ସେଥିପାଇଁ ସୃଷ୍ଟିକର୍ତ୍ତା ଓ ସୃଷ୍ଟ ବସ୍ତୁ ଭିତରେ କଣ ଫରକ? ସୃଷ୍ଟିକର୍ତ୍ତା ସବୁ କରିପାରନ୍ତି, ସୃଷ୍ଟ ବସ୍ତୁ କେବଳ ସୃଷ୍ଟି କରିଥିବା ବିଷୟକୁ ସେଟା କଣ କରିପାରିବ? ଉଦ୍ଭାବନ କରିପାରିବ। ଉଦ୍ଭାବନ ଆଉ ସୃଷ୍ଟି ବିଷୟରେ ବହୁତ ଅଲଗା। ଆଁ? ସେଥିପାଇଁ ମନୁଷ୍ୟ ଖାଲି ସୃଷ୍ଟି ହେଇଥିବା ପରମେଶ୍ୱର ଯାହା ସୃଷ୍ଟି କରିଛନ୍ତି ସେଟାକୁ ଆଣିବ, ଗୋଟେ ଟେବୁଲ ତିଆରି କରିପାରିବ, କି ଖଟ ତିଆରି କରିପାରିବ, କି ଯେକୌଣସି ଫର୍ଣ୍ଣିଚର ତିଆରି କରିପାରିବ। କିନ୍ତୁ ପରମେଶ୍ୱର ନଥିବା ବସ୍ତୁକୁ ଥିବା ବସ୍ତୁ ପରି ସବୁ ବିଷୟ ସୃଷ୍ଟି କରନ୍ତି, ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି। ସେଥିପାଇଁ ପରମେଶ୍ୱର ହଉଛନ୍ତି ସେ ପରମେଶ୍ୱର ଯିଏକି ମନୁଷ୍ୟର ଜୀବନରେ ଅଦୃଶ୍ୟ ଭାବରେ କାମ କରନ୍ତି ବାକ୍ୟ ଦ୍ୱାରା। ସେଥିପାଇଁ ପରମେଶ୍ୱର ଆଦିରେ ବାକ୍ୟ ଥିଲେ ଲେଖା ହେଇଛି। ବାକ୍ୟ ଈଶ୍ୱରଙ୍କ ସାଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। 5 ପଦରେ ଦେଖିଲେ ସେଇ ଜାତି ଅନ୍ଧକାରରେ ଜାଜଲ୍ୟମାନ ହୋଇ ଆସୁଅଛି, ଅନ୍ଧକାର ତାହା ଗ୍ରହଣ କରିନାହିଁ। ଅନ୍ଧକାରରେ ଜାଜଲ୍ୟମାନ ହୋଇକି ଆସୁଛି। ସେଥିପାଇଁ ଅନ୍ଧକାର ବି ଅଛି, ଦୀପ୍ତି ଅଛି। କିନ୍ତୁ ଏ ଦୀପ୍ତି ଯେତେବେଳେ ଆସୁଛି ଅନ୍ଧକାର ଉଭେଇ ଯାଉଛି। ହୁଁ। ଦୀପ୍ତିର ପାୱାର ଅଧିକ, ଅନ୍ଧକାର ପାୱାର ଏତେ ନାହିଁ। ଯୋଉ ପର୍ଯ୍ୟନ୍ତ ଅନ୍ଧକାର ରାଜତ୍ୱ କରୁଛି ସେତିକି ପର୍ଯ୍ୟନ୍ତ ଦୀପ୍ତି ନାହିଁ। ଦୀପ୍ତି ଆସିଲା ପରେ ଅନ୍ଧକାର କିଛି କାର୍ଯ୍ୟ ନାହିଁ। ସେଥିପାଇଁ ପରମେଶ୍ୱର 7 ପଦରେ କହୁଛନ୍ତି ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ତ ଈଶ୍ୱର କଣ ପାଇଁ ଆସିଲେ ଲେଖା ହେଇଛି?
ସରି, ଜହନ କଣ ପାଇଁ ଆସିଲେ? ଈଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ ଆସିଲେ। ସେ ନିଜେ ଜ୍ୟୋତି ନଥିଲେ କିନ୍ତୁ ଜ୍ୟୋତି ନିମନ୍ତେ ସାକ୍ଷ୍ୟ ଦେଲେ ଲେଖାଯାଇଛି। ସେ ଜ୍ୟୋତି ଉଁ, ସେ ନିଜେ ଜ୍ୟୋତି ନଥିଲେ କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସିଥିଲେ। ସେଥିପାଇଁ ଜଣେ ଲୋକଙ୍କ ହୃଦୟରେ ଯେତେବେଳେ ଜ୍ୟୋତି ପ୍ରକାଶ ପାଇବ, ଜ୍ୟୋତି ଯେତେବେଳେ ଆସିବ, ଲୋକ ପ୍ରକୃତରେ ପରିତ୍ରାଣ ପାଇବେ। ଲୋକଙ୍କ ହୃଦୟରେ ଜ୍ୟୋତି କାମ କରିବ। ସେଥିପାଇଁ 8 ପଦରେ ଲେଖା ହେଇଛି, ଉଁ, ସେ ନିଜେ ସେହି ଜ୍ୟୋତି ନଥିଲେ କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ବିଷୟ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସିଥିଲେ। ସେଥିପାଇଁ ଜ୍ୟୋତିର ପାୱାର ହଉଛି ବହୁତ। ଦିନେ ମୁଁ ପରିତ୍ରାଣ ପାଇଲା ପରେ, ଆଁ, ଆମ ଗାଁରେ ମୋର ଚାଚାଙ୍କ ଦ୍ୱାରା ମୁଁ ବହୁତ ତାଡ଼ନା ପାଇଲି। ମତେ ଏଦିନ ଚାଚା କହିଲେ, ଆଉ ତୁ ଗୋସ୍ପେଲ ଶୁଣୁଛୁ, ମୁଁ ଜାଣିଲି ତୁ ଚର୍ଚ୍ଚକୁ ଯାଉଛୁ, ତୁ ପୁଣି ବାକ୍ୟ ଯାଇକି ଶୁଣୁଛୁ କହିଲି। ହଁ ଶୁଣୁଛି କହିଲି। ତ ସେ ମତେ କଣ କହିଲେ, ହଁ ଯାଇକି ବାକ୍ୟ ଶୁଣିବାଟା ଜ୍ଞାନ ପାଇଁ ଭଲ, କିନ୍ତୁ ଚର୍ଚ୍ଚକୁ ଯିବାଟା ଭଲ ନାହିଁ। ସେଥିପାଇଁ ତୁ ଯାହା ଶୁଣିଲୁ ସେତିକିରେ ଠିକ ଅଛି, କିନ୍ତୁ ଆଉ ଯା ନା କହିଲେ ମତେ। ତ ମୋର ହୃଦୟରେ କିଛି ଉତ୍ତର ନଥିଲା। ମୁଁ କେମିତି କେମିତି ସାମ୍ନା କରିବି, କେମିତି ମୋ ଦାଦାଙ୍କ ସହିତ କଥା ହେବି, ଆଉ କଣ ଉତ୍ତର ଦେବି, ମୋ ପାଖରେ କୌଣସି ଜ୍ଞାନ ନଥିଲା। ସେଥିପାଇଁ ମୁଁ ସେଥର ମୋ ଦାଦାଙ୍କୁ କିଛି କହିଲି ନାହିଁ। କିନ୍ତୁ ମୁଁ ଗଲେ, ମୁଁ ଯୋଉ ଚର୍ଚ୍ଚକୁ ଯାଉଥିଲି ସେ ଚର୍ଚ୍ଚର ପାଷ୍ଟରଙ୍କୁ ଯାଇକି କଥା ହେଲି, ଏମିତି ଏମିତି ପାଷ୍ଟ କଣ କରିବି, କିଛି ମୋ ପାଖରେ ଉତ୍ତର ନାହିଁ। ସେ ସମୟରେ ପାଷ୍ଟ ଗୋଟେ କଥା ମତେ କହିଲେ, ଦେଖେ ତୁ ହଉଛୁ ଦୀପ୍ତି, ଆଉ ତମ ଦାଦା ହଉଛନ୍ତି ଅନ୍ଧକାର। ଆଉ ଦୀପ୍ତି ଆଉ ଅନ୍ଧକାର ଗୋଟେ ଜାଗାରେ କେମିତି ବାସ କରିପାରିବ ନାହିଁ। ଅନ୍ଧକାର ଜାଗାରେ ଦୀପ୍ତି, ଦୀପ୍ତି ଜାଗାରେ। ଆଉ ଦୀପ୍ତି ଯେତେବେଳେ ଆସିବ ଅନ୍ଧକାର ଉଭେଇଯିବ। ତୋ ଭିତରେ ପବିତ୍ର ଆତ୍ମା ଅଛନ୍ତି, ତୋ ଦାଦାଙ୍କ ଭିତରେ ମନ୍ଦ ଆତ୍ମା ଅଛନ୍ତି। ଦୁଇଟା ଆତ୍ମା ଗୋଟେ ଜାଗାରେ କେବେ ବାସ କରିପାରିବନି। ସେଥିପାଇଁ ସଦାବେଳେ ଏମାନେ ଅଛନ୍ତି ବିପରୀତ, ସଦାବେଳେ ଏମାନଙ୍କ ଜୀବନରେ କିଛି ନା କିଛି ଝଗଡା ଅଛି। ସେଥିପାଇଁ ପରିତ୍ରାଣ ପାଇଲୁ ଏହାର ଅର୍ଥ ନାହିଁ ଯେ ପ୍ରକୃତିରେ ତୋର ଜୀବନରେ ତାଡ଼ନା ଆଇବ ନାହିଁ, କି କଷ୍ଟ ଆଇବ ନାହିଁ, କି ମରଣ ଆଇବ ନାହିଁ। ମରଣ ବି ଆଇବ, କଷ୍ଟ ବି ଆଇବ, ସମସ୍ୟା ପରିସ୍ଥିତି ବି ଆଇବ, କିନ୍ତୁ ସଦାବେଳେ ଜ୍ୟୋତି ହିଁ ଜିତିବ। ତ ତୁ ଯଦି ବାକ୍ୟ ଦ୍ୱାରା ଚାଳିତ ହେବୁ, ପ୍ରଭୁଙ୍କ ଦ୍ୱାରା କଢ଼େଇକି ଯିବୁ, ତ ସବୁ ବିଷୟକୁ ଜିତିକି ବଞ୍ଚି ପାରିବ। ମୁଁ ସେ ସମୟରେ ଜାଣିବାକୁ ପାଇଲି, ସତରେ ମୋର ଭିତରେ ପବିତ୍ର ଆତ୍ମା ଅଛନ୍ତି, ମୋର ଦାଦାଙ୍କ ଭିତରେ ପବିତ୍ର ଆତ୍ମା ନାହାନ୍ତି। କିନ୍ତୁ ପବିତ୍ର ଆତ୍ମା ମତେ କଢେଇକି ନଉଛନ୍ତି, ସେଥିପାଇଁ ଅନ୍ଧକାର ବିରୋଧ କରୁଛି। ହୁଁ। ସେ ସମୟରେ ମୁଁ କେବେ ଦାଦାଙ୍କୁ ତୁଚ୍ଛ କରିପାରିଲି ନାହିଁ, କିନ୍ତୁ ଦାଦାଙ୍କ ଭିତରେ ଯିଏ ଅଛନ୍ତି ତାଙ୍କୁ ତୁଚ୍ଛ କରିବା ଆରମ୍ଭ କଲି। ଏମିତି ହେଇକି ମୋର ଆଉ ଦାଦାଙ୍କ ଭିତରେ ପାଖାପାଖି ଆ, ଆ, 9 ବର୍ଷର ଅଧିକ ପ୍ରକୃତରେ ଆମେ କଥାବାର୍ତ୍ତା ହେଲୁ ନାହିଁ। ମୁଁ ପରେ ପରେ ମିଶନ ସ୍କୁଲକୁ ଆସିଲି 2015 ମସିହାରେ। ଆଉ ଜୁଲାଇ 6 ତାରିଖରେ ମିଶନ ସ୍କୁଲଟେ ମୁଁ ଏଣ୍ଟ୍ରି କଲି। ତ ଏଣ୍ଟ୍ରି କଲି, ତ ମୁଁ ମିଶନ ସ୍କୁଲକୁ ଆସିଲା ପରେ ଆମ ଘରକୁ ଏତେ ମୁଁ ଯାଇନାହିଁ। ମୁଁ ବହୁତ ଥର ପାଷ୍ଟରଙ୍କୁ ପଚାରିଲି, ପାଷ୍ଟ ଆମ ଘରେ ଟିକେ ଯିବି କି କହିଲେ। ପାଷ୍ଟ କହିଲେ ତମ ଘରେ କଣ ଅଛି କହିଲେ ମତେ। କଣ କରିଯିବୁ କହିଲେ। ମତେ ଏମିତିକା କଥା ଶୁଣିଲାକୁ ବହୁତ ରାଗ ଲାଗୁଥିଲା। ପାଷ୍ଟ ଏମିତି କେମିତି କହିପାରୁଛନ୍ତି ଆମ ଘରେ କଣ ଅଛି ବୋଲି। ଆମ ଘରେ କଣ ନାହିଁ, ମୋର ଭାଇ ଭଉଣୀ ଅଛନ୍ତି, ସବୁ କିଛି ଅଛି, ଘର ଅଛି, ସବୁ କିଛି ଅଛି। ଏତେ ବର୍ଷ ହେଲାଣି। ମୁଁ ସେଟା କେତେ ବର୍ଷ ପରେ ପଚାରିଥିଲି, ପାଖାପାଖି 1.5 ବର୍ଷ ପରେ ମୁଁ ପଚାରିଲି। ଦିନେ ଭାଇ ମୋର ସାନ ଭାଇ କହିଲା, ଭାଇନା ଥରେ ବି ଘରକୁ ଆସୁନ, ଆଉ ତମର ସ୍କୁଲ କେମିତିଟା ବୋଲି କହିଲେ ମତେ। ଘରକୁ ଥରେ ବି ଛାଡବ ନାଇଁ କି, ଛୁଟି ବି ନାଇଁ କି ତମର ସ୍କୁଲର କହିଲେ। ନାଇଁ ଆମର ସ୍କୁଲ ମାନେ 12 ମାସ ଖୋଲା ବୋଲି କହିଲି। ସେ ବୁଝିପାରିଲେ ନାହିଁ।
ଏଁ? ମତେ ଦୁଇଥର ତିନିଥର ଚାରିଥର ଏମିତି ମୋର ଭାଇ କହିଲେ ଥରେ ହେଲେ ବୁଲିବାକୁ ଆସ ଘରକୁ ବୋଲି। ତ ମୁଁ ଦିନେ ପାଷ୍ଟରଙ୍କୁ ପଚାରିଲି ପାଷ୍ଟର ଘରେ ଟିକେ ଯାଇକି ଆଇବି କହିଲେ ପାଷ୍ଟର କହିଲେ ତମ ଘରେ କଣ ଅଛି ତୁ କଣ କରିଯିବୁ କହିଲେ। ମତେ ବହୁତ ରାଗ ଲାଗିଲା ଦିନେ ପାଷ୍ଟରଙ୍କ ଉପରେ ଏତେ ରାଗ ଲାଗିଲା ପାଷ୍ଟର କାହିଁକି ମତେ ଛାଡୁନାହାନ୍ତି ଏଇଭଳି। ତ ଦିନେ ମୁଁ ଆଉ ମୋ ସହିତ ଦି ଜଣ ଭାଇ ରହୁଥିଲେ ଆଉ ତିନିଟା ଭଉଣୀ ମାନେ ରହୁଥିଲେ। ସେ ଭଉଣୀ ମାନଙ୍କ ମଧ୍ୟରୁ ଦି ଜଣ ପାଦ୍ରାଣୀ ହେଲେଣି ଜଣେ ହେଇନାହାନ୍ତି। ଆଉ ଭାଇମାନଙ୍କ ଭିତରେ ଆଉ ଜଣେ ଭାଇ ବି ପାଷ୍ଟର ହେଲେଣି। ମୁଁ ବି ହେଲିଣି ଆଉ ଜଣେ ଭାଇ ମିଶନ ସ୍କୁଲରୁ ଧାଇଁଲେ। ଏମିତି ହେଇକି ଯୋଉ ଭାଇ ମିଶନ ସ୍କୁଲରୁ ଧାଇଁଲେ ତାଙ୍କ ପାଖରେ ହଠାତ୍ ଦିନେ ଫୋନ ଆଇଲା ତାଙ୍କ ମା ଫୋନ କଲେ। ପାଷ୍ଟର ମୋର ମା ଡାକୁଛନ୍ତି ଘରକୁ ଟିକେ ଆସେ ବୋଲି ଏ କାମ ଟିକେ ଅଛି। ପାଷ୍ଟର କହିଲେ ହଉ ଠିକ ଅଛି ଯା ଆଉ ତୋର ମାମୁଁ ମାନଙ୍କୁ ଗସ୍ପେଲ ପ୍ରଚାର କରିବୁ ହେଲା କହିଲେ। ସେ ଭାଇ ନାଇଁ କି ବେଗ ଧରିଲା ଆଉ ଚାଲିଲା। ମତେ ପାଷ୍ଟରଙ୍କୁ ଅନେଇକି ଏତେ ରାଗ ଲାଗିଲା। ଏ ଭାଇ ଗୋଟେ କଥାରେ ଥରେ ଆଗ ପଚାରିଲେ ପାଷ୍ଟର ଯିବି ମା ଫୋନ କଲେ ଯାଇକି ଆସିବି କହିଲେ। ପାଷ୍ଟର ଭାଇଙ୍କୁ ବିଶ୍ୱାସ କରୁଛନ୍ତି ମତେ ବିଶ୍ୱାସ କରୁନାହାନ୍ତି। ଆଉ ମତେ କହିଲେ ତୋର ଘରେ କଣ ଅଛି ଏ ଭାଇ ଯେତେବେଳେ ଯାଇକି ପଚାରିଲେ ପାଷ୍ଟର କହିଲେ ଠିକ ଅଛି ଯାହା କହିଲେ। ତ ମୁଁ ଏମିତି ମତେ ଚିନ୍ତା ହେଇଗଲା ପାଷ୍ଟର ମତେ ଭଲ ପାଉନାହାନ୍ତି। ଆଉ ସେଥିପାଇଁ ମତେ ଛାଡୁନାହାନ୍ତି ଆଉ ପାଷ୍ଟର ମତେ ଭରସା କରୁନାହାନ୍ତି। ସେଥିପାଇଁ ମତେ ଛାଡିବାକୁ ଚାହୁଁନାହାନ୍ତି ବୋଧେ। ହଁ। ମୁଁ ଗଲେ କଣ ମୁଁ ଆସିବି ନାହିଁ କି? ମୁଁ ଗଲେ କଣ ସେ ଘରେ ଆଗା ରହିବି କି? ତ ପାଷ୍ଟରଙ୍କ ହୃଦୟରେ ସେ ପ୍ରକାର ଚିନ୍ତା ନଥିବ। ସେ ପ୍ରକାର ବିଷୟ ଭାବି ନଥିବେ ମୋ ପାଇଁ। କିନ୍ତୁ ମୁଁ ସେ ପ୍ରକାର ବିଷୟ ଭାବିବା ପାଇଁ ଆରମ୍ଭ କଲି ନିଜ ବିଷୟରେ। ସେଥିପାଇଁ ମୁଁ ଦେଖିଲି ଦିନେ ମୁଁ ପାଷ୍ଟରଙ୍କୁ ବହୁତ ଭଲ ପାଇବା ଲୋକ ଥିଲି। କିନ୍ତୁ ଯେତେବେଳେ ପାଷ୍ଟର ମୋର କଥା ଶୁଣୁନାହାନ୍ତି ମତେ ଭରସା କରୁନାହାନ୍ତି ମତେ ବହୁତ ବିଜାର ଲାଗିଲା। ତ ପରେ ପାଷ୍ଟର ବାର ବାର ପଚାରିଲି ପାଷ୍ଟର କହିଲେ ନାଇଁ। ଦିନେ ମୁଁ ପାଷ୍ଟରଙ୍କୁ ଝଗଡା କଲା ଭଳିଆ କଲି ପାଷ୍ଟର ସେ ଭାଇମାନଙ୍କୁ ଛାଡୁଛନ୍ତି ଆଉ ମତେ କାହିଁକି ଛାଡୁନାହାନ୍ତି? ପାଷ୍ଟର କହିଲେ ହଉ ଠିକ ଅଛି ଯାଇକି ଆସେ ବୋଲି କହିଲେ ଗୋଟେ ଦିନ ଆକା ରହିବୁ କହିଲେ। ମୁଁ ଠିକ ଅଛି ବୋଲି କି ଦିନେ ପ୍ରକୃତରେ ଏ ପ୍ରକାର ଭାବରେ ମୁଁ ଘରକୁ ଗଲି। ସେଟା 2 ବର୍ଷ ପାର ହେଇଥିଲା ସେତେବେଳେ। ତ 2 ବର୍ଷ ପାର ହେଇଥିଲା ମୋର ଭାଇ ମ୍ୟାରେଜ କରିସାରିଥିଲେ ମୁଁ ମ୍ୟାରେଜ କରିନଥିଲି ମିଶନ ସ୍କୁଲରେ ଥିଲି। ଆମ ଘର ହଉଛି ଗୋଟେ ଏକା ଘର ଗୋଟେ ଏକା ବଖରା। ରୋଷେଇ ରୁମ୍ ଗୋଟେ ଭିତରେ ଅଛି ବାହାରେ ବାରଣ୍ଡା ଅଛି। ଆଉ ଗୋଟେ ଏକା ରୁମ୍। ତ ଗଲି ହେଲେ ଘରେ ଗଲେ କଣ କଥା ହେବି? ଭଲ ଅଛ କି ମନ୍ଦରେ ଅଛ କି? କେମିତି ଅଛ କଣ ଅଛ କେମିତି ପରିସ୍ଥିତି ସମସ୍ୟା କଣ? ଏତିକି କଥା ହେବି ତାପରେ କଥା ସରିଲା। ହେଲେ କଣ ଘରେ କଥା ହେବି କିଛି କଥା ହେବାର ନାହିଁ। ତ ଏତିକି କଥା ହେଲୁ ମୁଁ ଚାହୁଁଛି ଭଉଣୀଙ୍କୁ ଟିକେ ଦେଖା କରିବି ଭାଇମାନଙ୍କୁ ଟିକେ ଏତେ ବର୍ଷ ପରେ ଆସିଲି ଟିକେ ଦେଖା କରିବି ଭଲ ମନ୍ଦ ଟିକେ କଥା ହବୁ। ଆଉ ଅଳ୍ପ ଟିକେ ଗସ୍ପେଲ ପ୍ରଚାର କରିବି ମାଇଣ୍ଡ ସେଟ ପ୍ରକାର ଅଛି ଆଉ ଯାଇଛି। କିନ୍ତୁ ଦେଖିଲାକୁ ମୋର ଭାଇମାନେ ଭାଇନା ନମସ୍କାର କହିଲେ ଆଉ ସାଇଡ୍ ହେଇକି ପଳେଇଲେ କେମତିରେ ଭଲ ଅଛ କହିଲେ ହଁ ଭଲ ଅଛୁ। ଆଉ କଣ ଚାଲିଛି ନାହିଁ କିଛି ନାହିଁ। ଏତିକି କଥା ହେଲା ପରେ କିଏ ମୋ ପାଖରେ ଆସିବା ପାଇଁ ଚାହୁଁନି। ନା ସାନ ଭାଇ ଆସିବା ପାଇଁ ଚାହୁଁଛି ନା ମଝିଆ ଭାଇ ଦିଟା ଆସିବା ପାଇଁ ଚାହୁଁଛନ୍ତି ନା ଭଉଣୀ ମୋ ପାଖରେ ଅଛି। କିଏ ବି ପ୍ରଭୃତରେ ନାହାନ୍ତି ମତେ ନାଇଁ କି ଅକେଲା ଲାଗିଲା ଏତେ ରୁନ୍ଧି ଲାଗିଲା। ମତେ ସେ ସମୟରେ ପାଷ୍ଟର କହିଥିବା ବାକ୍ୟ ମନେ ପକେଇଲି। ପାଷ୍ଟର କହିଲେ ତୋର ଘରେ କଣ ଅଛି ତୁ କାହିଁକି ଯିବୁ କହିଲେ। ମୁଁ ସେ ସମୟରେ ବହୁତ କଷ୍ଟ ପାଇଲି ମୋର ହୃଦୟରେ। ମୁଁ କାହିଁକି ପାଷ୍ଟରଙ୍କୁ ଝଗଡା କରୁଥିଲି କାହିଁକି ପ୍ରକୃତରେ ଆସିବାକୁ ବ୍ୟସ୍ତ ହଉଥିଲି। ସତରେ ପାଷ୍ଟର ଜାଣିଥିଲେ ମୋର ହୃଦୟ ବିଷୟରେ ପାଷ୍ଟର ଜାଣିଥିଲେ ମୋର ପରିସ୍ଥିତି କି ପ୍ରକାର ସେଥିପାଇଁ ସେଥିପାଇଁ ପାଷ୍ଟର ମତେ କହିବା ପାଇଁ ଚାହୁଁଥିଲେ। ସେଥିପାଇଁ ପାଷ୍ଟର ମତେ କହୁଥିଲେ ତୋର ଘରେ କଣ ଅଛି ତୁ କଣ କରି ଯିବୁ। ସେ ସମୟରେ ମୋର ହୃଦୟରେ ପାଷ୍ଟରଙ୍କର ସ୍ୱର ନାଇକି ବହୁତ ବଡ ଲାଗେ। ମୁଁ ରାତି 9ଟାରେ ଭାତ ଖାଇଲି ଆଉ ଶୋଇବା ପାଇଁ ଜାଗା ନାହିଁ।
କଣ କଲି ଜାଣିଛ? ରାତି 9ଟାରେ ଗୋଟେ 2 କିଲୋମିଟର ଆମର ପରିତାଣ ପାଇଥିବା ଭାଇ ଭଉଣୀ ଅଛନ୍ତି ତାଙ୍କ ଘରକୁ ଗଲି। ବ୍ୟାଗ ଧରିଲି, ବାଇବଲ ଧରିଲି, ଆଉ ରାତିରେ 2 କିଲୋମିଟର ଚାଲି ଚାଲି ଗଲି। ସେତେବେଳେ 10ଟା ପାର ହେଇଯାଇଥିଲା ତାଙ୍କ ଘରେ ପହଞ୍ଚିଲା ବେଳକୁ। ଯାଇକି ଦେଖିଲା ବେଳକୁ ତାଙ୍କ ସେ ଭାଇମାନେ ଶୋଇଛନ୍ତି। ଯେହେତୁ ଗାଁ ଗହଳିରେ ଲୋକମାନେ 7ଟା ଅଧେରୁ ଏକା ଶୁଅନ୍ତି। ଯେହେତୁ ସେମାନଙ୍କୁ 5ଟାରୁ 4ଟାରୁ ଏକା ଉଠିବାର ଅଛି, ଚାଷ କାମକୁ ଯିବାର ଅଛି। ତ 7ଟା ଅଧେ ଭିତରେ ସେମାନେ ଶୋଇ ପଡ଼ିବେ। 9ଟା 10ଟା ହେଲା ବେଳକୁ ସେମାନଙ୍କୁ ନିଦ ହେଇଥିବ। ମଧ୍ୟରାତ୍ର ପରି ସେମାନଙ୍କ ପାଇଁ। ଏବେ ଗଲି, ସିଆଡ଼େ ଗଲି, କବାଟ ଠକ୍ ଠକ୍ କଲି, ଭାଇ ଖୋଲ ମୁଁ ଆସିଛି ବୋଲି। ସେମାନେ ମତେ ବହୁତ ଡାଉଟ୍ କଲେ, ପିଲା ଚୋର ବୋଲି। ଯେହେତୁ ସେ ସମୟରେ ବହୁତ ପିଲା ଚୋର ସ୍ପ୍ରେଡ୍ ହେଇଥିଲା। କିଏ କିଏ ପିଲାମାନଙ୍କର କିଡନୀ, ଆଖି ଗୁଡ଼ାକ କାଢିକି ନଉଛନ୍ତି କହିକି ବହୁତ ସାରା ସ୍ପ୍ରେଡ୍ ହେଇଥିଲା। ସେମାନେ ଶୁଣୁଛନ୍ତି ମୋର ଭଏସ୍। ମୁଁ ଅଙ୍କ ଭାଇ ବୋଲି ପ୍ରକୃତରେ ଡାକୁଛି, କିନ୍ତୁ କବାଟ ଖୋଲୁନାହାନ୍ତି। ମତେ ବହୁତ କଷ୍ଟ ଦେଲା ସେଦିନ ସେ ବିଷୟ। ମୁଁ କାହିଁକି ପାଷ୍ଟରଙ୍କର ବାକ୍ୟ ନ ଶୁଣିକି ଆଇଲି? କାହିଁକି ପାଷ୍ଟରଙ୍କୁ ଏତେ ଝଗଡ଼ା କରିବାର ଥିଲା? କୋଉ କାରଣ ପାଇଁ ମୁଁ ମତେ ନିଜକୁ କେନ୍ଦ୍ର କଲି? ଏ ଭାଇମାନେ ମତେ ମୋର କବାଟ ମୋର ସ୍ୱର ବି ଶୁଣୁଛନ୍ତି, କିନ୍ତୁ କବାଟ କାହିଁକି ଖୋଲୁନାହାନ୍ତି? ଭିତରେ ଭିତରେ ସେମାନେ ଫୁସୁରୁ ଫୁସୁରୁ ଏଇ କଥା ହଉଛନ୍ତି। ମୁଁ ତାଙ୍କୁ ପ୍ରମାଣ ଦେଲି, ମୁଁ ଗିଦିୟନ ଭାଇ ଆସିଛି, ଆଉ ମୋର ଚୋର ନାହିଁ, ଡକାୟତ ନାହିଁ। 1 ଘଣ୍ଟା ସେମାନେ ମତେ ଏମିତି ହେଇକି କବାଟ ଖୋଲିଲେ ନାହିଁ, ଭିତରେ ବସେଇକି ଭଲରେ ମତେ ଇନକ୍ୱାରି କରୁଥିଲେ। ମୁଁ ଯେତେବେଳେ କଣ୍ଟିନ୍ୟୁସଲି 1 ଘଣ୍ଟା ଧରିକି ସେମାନଙ୍କୁ ଡାକିଲି, ସେତେବେଳେ ସେ ଭାଇମାନେ ଖୋଲିଲେ। ଆଉ କହିଲେ, ଆରେ ଭାଇ ତମେ କିଏ? କହିଲେ, ହଁ। ତ ଆମେ ପିଲା ଚୋର କହିକି ଡରିକି ଖୋଲୁ ନଥିଲୁ କବାଟ। ତ ମୁଁ ଯେତେବେଳେ ସେ ଭାଇଙ୍କ ଘରେ ପହଞ୍ଚିଲି, ତାଙ୍କର ମଧ୍ୟ ଘର ନାହିଁ କି ଗୋଟେ ଏକା ରୁମ୍ ଅଛି। ଗୋଟେ ସାଇଡରେ ସ୍ୱାମୀ ସ୍ତ୍ରୀ ଶୋଉଛନ୍ତି, ଆଉ ଗୋଟେ ସାଇଡରେ 2ଟା ପୁଅ ତାଙ୍କର ଶୋଉଛନ୍ତି। କିନ୍ତୁ ତାଙ୍କ ଘରେ ଗଲାକୁ ମତେ ବହୁତ ଶାନ୍ତି ଲାଗିଲା। ସେଦିନ ସେ ଘରେ ଗଲି, ମୁଁ ବେଶୀ ଖୁସି ହେଲି। କାହିଁକି? ସେ ଭାଇଙ୍କର ହୃଦୟ ମୋର ହୃଦୟ ବହୁତ ମିଶୁଛି। ସେଥିପାଇଁ ମୁଁ ଯେତେବେଳେ ଦେଖିଲେ, ମୁଁ ଚିନ୍ତା କଲି, ଆମ ଘର ବି ତ ଗୋଟେ ଏକା। କିନ୍ତୁ ମତେ ଆମ ଘରେ କାହିଁକି ଅଣନିଶ୍ୱାସ ଲାଗିଲା? ଏ ଭାଇ ଘରେ ଆସିଲା କାହିଁକି ମତେ ଖୁସି ଲାଗୁଛି? ଗୋଟେ ବିଷୟକୁ ଦେଖିଲି, ନାଇଁ ଏ ଭାଇ ପରିତ୍ରାଣ ପାଇଥିବା ଭାଇ, ଆଉ ମୋର ଫ୍ୟାମିଲି ଲୋକ କେହି ପରିତ୍ରାଣ ପାଇନାହାନ୍ତି। ସେଥିପାଇଁ ଏମାନଙ୍କ ସହିତ ମିଶିବାଟା ହଉଛି ସ୍ୱାଭାବିକ। କିନ୍ତୁ ମୋର ଭାଇ ଭଉଣୀ ମାନଙ୍କୁ ମିଶିବାଟା ଏତେ ସହଜ ନାହିଁ। ସେ ସମୟରେ ମୁଁ ଗୋଟେ ବିଷୟ ଅନୁଭବ କଲି ଯେ ଚର୍ଚ୍ଚର ସ୍ୱର, ପାଷ୍ଟରଙ୍କର ସ୍ୱର କେତେ ଗୁରୁତ୍ୱପୂର୍ଣ୍ଣ। ଗୋଟେ ୱାର୍ଡ ମୋର ଜୀବନକୁ ବଦଳେଇ ପାରିବ। ଗୋଟେ ୱାର୍ଡ ମୋର ସବୁ ବିଷୟକୁ ବଦଳେଇ ପାରିବ। ସେଥିପାଇଁ ପ୍ରଭୁଙ୍କ ଠାରୁ ଗୋଟେ ବାକ୍ୟ ମୋର ହୃଦୟ ପ୍ରବେଶ କରୁଛି। ପ୍ରଭୁ ଗୋଟେ ପାଷ୍ଟରଙ୍କ ଦ୍ୱାରା ଯେତେବେଳେ ମତେ ଦଉଛନ୍ତି, ସତରେ ସେଇଟା ମୋର ଜୀବନକୁ ପ୍ରଭୁତରେ ପରିବର୍ତ୍ତନ କର। ସେ ସମୟରେ ମୁଁ ମିଶନ ସ୍କୁଲରେ 6 ବର୍ଷ ରହିଲି। ମୁଁ ଦିନେ ବି ପାଷ୍ଟରଙ୍କ ପ୍ରକୃତରେ କହିଲି ନା, ପାଷ୍ଟ ଆମ ଘରକୁ ଯିବି, ଟିକେ ଛାଡ଼ ବୋଲି। ଦିନେ ବି କହିଲି ନାହିଁ। ହଁ। ଏ ପ୍ରକାର ଭାବରେ ମୁଁ ଅତ୍ୟଧିକ ହେଲେ ଆମ ଘରକୁ 6 ବର୍ଷ ଭିତରେ 2 ଥର ଯାଇଛି। ଅବୁ ପାଷ୍ଟରଙ୍କୁ ଦେଖୁଥିଲି, ସବୁଦିନ ଗଲା ଭଳିଆ ଯାଉଥିଲେ। ସବୁଦିନ ତ ନାହିଁ, ମାସକୁ ଯାହା ହେଲେ ବି ଥରେ 2 ଥର ସେ ଘରକୁ ଯାଇକି ଆସୁଥିଲେ। ଆଉ ଜଣେ ଭାଇ ଥିଲେ, ସେ ମଧ୍ୟ ତାଙ୍କୁ ଦେଖିଲେ, ସେ ମଧ୍ୟ ନିଶ୍ଚୟ ମାସକୁ ଥରେ 2 ଥର ଯାଇକି ଆସୁଥିଲେ। ମୁଁ ପରବର୍ତ୍ତୀ ସମୟରେ ଥରେ ବି ପାଷ୍ଟରଙ୍କୁ ପଚାରିଲିନି, ପାଷ୍ଟର ଟିକେ ଯାଇକି ଆସିବି ବୋଲି। ମୁଁ ଜାଣିଲି ଘରେ ଗଲେ କେବେ ଖୁସି ହେଇପାରୁନାହିଁ ବୋଲି। ଏମିତି ହେଇକି 6 ବର୍ଷ କାଳ ମୁଁ 2 ଥର କି କଣ ଯାଇଛି ଘରେ। ଆଉ ସେକେଣ୍ଡ ଟାଇମ୍ କେବେ ପଚାରିଲି ନାହିଁ, ପାଷ୍ଟ ଟିକେ ଯାଇକି ଆଇବି ବୋଲି। କିନ୍ତୁ ମୁଁ ଚର୍ଚ୍ଚରେ ବହୁତ ଖୁସି ଥିଲି। ବାକ୍ୟ ପାଇଁ ମିଶନ ସ୍କୁଲକୁ ଆସିଛି। ଇନ୍ ଫ୍ୟୁଚରରେ ବହୁତରେ ପାଷ୍ଟ ହେବି, ଚର୍ଚ୍ଚକୁ ପଠାଯିବି କହିକି। ଏଭଳି ଭାବରେ 2021 ମସିହା କରୋନା ପିରିୟଡ଼ରେ ମୋର ଅର୍ଡିନେସନ ହେଲା, ମତେ ବାଲିଗଡା ଚର୍ଚ୍ଚକୁ ପଠା ହେଲା। ଯୋଉ ଦିନ ଅର୍ଡିନେସନ ହେଲା, ପାଷ୍ଟର ମତେ କହିଲେ, ଆଜିଠୁ ତୁ ତୋ ଇଚ୍ଛାରେ ଯେତେବେଳେ ଇଚ୍ଛା କରିବୁ ସେତେବେଳେ ତୁ ତୋ ଘରେ ଯା, କହିଲେ ମତେ।
ତ ଦିନେ ପାସ୍ଟା ମତେ କହୁଥିଲେ ତୋର ଘରେ କଣ ଅଛି, ଘରେ କଣ କରୁଛୁ କହିକି, କିନ୍ତୁ ଯେତେବେଳେ ମୁଁ ପାସ୍ଟା ହେଲି, ପାସ୍ଟା ମତେ କହିଲେ ତୁ ଆଜି ଘରକୁ ଯାଇପାରିବୁ। ତୁ ଯେତେବେଳେ ଇଚ୍ଛା କରିବୁ ସେତେବେଳେ ଘରକୁ ଯା କହିଲେ ମତେ। ସତରେ ମୁଁ ପାସ୍ଟାଙ୍କର ସ୍ୱର ଆରମ୍ଭରୁ ମତେ ବୁଝି ନାହିଁ, ମୁଁ ଶେଷରେ ମତେ କେବେ ବୁଝିପାରିଲି ନାହିଁ ଆଉ। ଆଜି ପର୍ଯ୍ୟନ୍ତ ନାଇଁ କି ବେଳେ ବେଳେ ମୁଁ ଚର୍ଚ୍ଚର ଦୁନିଆକୁ ବୁଝିପାରେ ନାହିଁ। ଆଁ, କିନ୍ତୁ ନ ବୁଝିକି ମଧ୍ୟ ତେଣୁ ଗ୍ରହଣ କରୁଛି, ପରମେଶ୍ୱର ସେ ଜାଗାରେ ପ୍ରାକ୍ଟିକାଲି କାମ କରୁଛନ୍ତି। ସେଥିପାଇଁ ଯହନ ପୁସ୍ତକରେ ଯେତେବେଳେ ଆମେ ଦେଖିବା ଆଦିରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ ଲେଖା ହେଇଛି। ତ ଈଶ୍ୱର ଅଛନ୍ତି ନା ନାହାନ୍ତି? ହୁଁ? ଲୋକ ଆଜି ପ୍ରଶ୍ନ କରୁଛନ୍ତି। ମୁଁ କାଲି ଗୋଟେ ପ୍ରଚାର ଦେଇଥିଲି, ଏଁ, ସେ ଗୋଟେ ଭାଇ ପ୍ରଶ୍ନ କଲେ ମତେ, ସତରେ ଈଶ୍ୱର ଅଛନ୍ତି କି କହିଲେ? ହଁ, କାହିଁକି ନାହାନ୍ତି? ଈଶ୍ୱର କେମିତି ନାହାନ୍ତି? ଈଶ୍ୱର ଅଛନ୍ତି। କେମିତି ଜାଣବା କହିଲେ? ବାକ୍ୟ ଦ୍ୱାରା ଜାଣବା। ମୁଁ ସେ ଭାଇকে ବାକ୍ୟ ଦେଖେଇଲି, ଦେଖ ବାକ୍ୟ କଣ କହୁଛି। ଆଦିରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେ ବାକ୍ୟ ଈଶ୍ୱର ଥିଲେ। ଏ ବାକ୍ୟ କଣ କହିଲା? ଈଶ୍ୱର। ତ ଈଶ୍ୱର ଅଛନ୍ତି କି ନାହିଁ? ଅଛନ୍ତି। ବିଶ୍ୱାସ କରୁଛ? ହଁ, କରୁଛି। ତ ପ୍ରଶ୍ନ କାହିଁକି ଅଛି? ହଁ, ନାଇଁ ମତେ କିଏ କହି ନଥିଲେ। ମୁଁ ପଚାରିଲି କେତେ ବର୍ଷ ହେଲା ଖ୍ରୀଷ୍ଟିଆନ ହେଇଛି? ବହୁତ ବର୍ଷ ହେଲା କହିଲେ। ତ ସାଧାରଣ ବିଷୟ ମଧ୍ୟ ସେମାନଙ୍କ ପାଖରେ ନାହିଁ ଆଜ୍ଞା। ଆଁ? ସେଥିପାଇଁ ପରମେଶ୍ୱରଙ୍କୁ ଆମେ କେମିତି ପ୍ରକୃତିରେ ଜାଣିପାରିବା, କେମିତି ପ୍ରକୃତିରେ ଦେଖିପାରିବା? ଆଁ? ଏ ଆଦି ଯୌନ ପୁସ୍ତକ ଏକ ପର୍ବ ଏକ ପଦ ବାକ୍ୟ ଦ୍ୱାରା ଆମେ ସ୍ପଷ୍ଟ ଭାବରେ ପରମେଶ୍ୱରଙ୍କ ବିଷୟରେ ଜାଣିପାରିବା। ରୋମୀୟ ପୁସ୍ତକ ଏକ ପର୍ବର ବାକ୍ୟକୁ ମଧ୍ୟ ଦେଖିଲେ 20 ପଦରେ ଲେଖା ହେଇଛି, ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି, ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି। 19 ପଦରୁ ପଢିଲି, ଜଗତରୁ ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ, ଅର୍ଥାତ୍ ତାହାଙ୍କ ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱର ତ ସୃଷ୍ଟ ବସ୍ତୁ ଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କ ଉତ୍ତର ଦେବାର ବାଟ ନଥାଏ। ତ ଈଶ୍ୱର ଅଛନ୍ତି ନା ନାହାନ୍ତି? ଏଁ? ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ ତାହା ସେମାନଙ୍କ ଅନ୍ତରରେ ପ୍ରକାଶ କରିଅଛନ୍ତି ଲେଖାଯାଇଛି। ଈଶ୍ୱର ନିଜ ବିଷୟରେ ନିଜେ ପ୍ରକାଶ କରିଅଛନ୍ତି ବାକ୍ୟ ଦ୍ୱାରା ଲୋକମାନଙ୍କ ହୃଦୟରେ ଲେଖାଯାଇଛି। ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି ଲେଖାଯାଇଛି। ତ ଈଶ୍ୱରଙ୍କ ବିଷୟରେ ଆମେ କେମିତି ସେନ୍ସ କରିପାରିବା? ଗୋଟେ ଗଛକୁ ଦେଖିଲେ ଈଶ୍ୱରଙ୍କୁ ଅନୁଭବ କରିପାରିବା। ଗୋଟେ ପଥରକୁ ଦେଖିଲେ ଈଶ୍ୱରଙ୍କୁ ଅନୁଭବ କରିପାରିବା। ପାଣିକୁ ଦେଖିଲେ ଈଶ୍ୱରଙ୍କୁ ଅନୁଭବ କରିପାରିବା। ନିଜକୁ ଦେଖିଲେ ମଧ୍ୟ ଈଶ୍ୱରଙ୍କୁ ଅନୁଭବ କରିହବ। ଜଗତରେ ଯାହା ମଧ୍ୟ ଆମେ ଦେଖିବା, ଗୋଟେ ବିଷୟ ନାହିଁ ଯୋଉଟା କି ନିଜେ ନିଜେ ସୃଷ୍ଟି ହେଇଛି, ନିଜେ ନିଜେ ଏ ପ୍ରକାର ଭାବରେ ଜଗତରେ ଆସିକି ଅଛି। ପ୍ରତ୍ୟେକ ବିଷୟ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ, ପ୍ରତ୍ୟେକ ବିଷୟ ପରମେଶ୍ୱର ସୃଷ୍ଟି କରିଅଛନ୍ତି। ଏହାର ପ୍ରତିଛାଇ କଣ? ଈଶ୍ୱରଙ୍କୁ ପ୍ରକୃତରେ ଦେଖଉଛି, ଈଶ୍ୱରଙ୍କୁ ପ୍ରକାଶ କରୁଛି। ସେଥିପାଇଁ ପରମେଶ୍ୱର କହିଲେ ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ। ମାନେ ଅଦୃଶ୍ୟ ଗୁଣ ସମୂହ ମାନେ କଣ? ଦେଖାଯାଉ ନାହିଁ। ଈଶ୍ୱର ଅଛନ୍ତି କି ନାହିଁ? ସତରେ ଈଶ୍ୱର ସତ୍ୟ କି ମିଥ୍ୟା କିଛି ଜଣା ନାହିଁ, କିନ୍ତୁ ବାକ୍ୟ କଣ କହୁଛି? ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ ଲେଖାଯାଇଛି। ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଐଶ୍ୱର ତ ସୃଷ୍ଟ ବସ୍ତୁ ଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କୁ ଉତ୍ତର ଦେବାର ବାଟ ନାହିଁ। ଲୋକଙ୍କ ପାଖରେ ଉତ୍ତର ଅଛି କି? ଏଁ? ଲୋକମାନଙ୍କୁ ଆମେ ଯେତେବେଳେ ପଚାରିବା ତମେ କିଏ କହିଲେ ଲୋକ କଣ କହିବେ? ମୋ ନାଁ ଅମୁକା କହିବେ, ସେତିକି। ମନୁଷ୍ୟର ପରିଚୟ ସେତିକି। କିନ୍ତୁ ତମେ କିଏ, ତମ ବିଷୟରେ ଏକ୍ସପ୍ଲେନ କର କହିଲେ ମନୁଷ୍ୟ କଣ କହିବ ନିଜେ? ନାଇଁ ମୋର ଚୁଟି ଅଛି, ମୋର ଗୋରା ଚମଡ଼ା ଅଛି, କି ମୋର କଳା ଚମଡ଼ା ଅଛି, ନାକ ଅଛି, ପାଟି ଅଛି, ହାଡ଼ ଅଛି, ଗୋଡ଼ ଅଛି, ହାତ ଅଛି, ଏତିକି ଏକ୍ସପ୍ଲେନ କରିବ। ତାପରେ ମନୁଷ୍ୟ ପାଖରେ ଇନଭିଜିବଲ୍ ବି ଅଛି ଆଉ ଭିଜିବଲ୍ ବି ଅଛି। ଏଁ, ଲୋକ ଦେଖିପାରୁଥିବା ବିଷୟ ଅଛି ଆଉ ନ ଦେଖିପାରୁଥିବା ବିଷୟ ଅଛି। ଆମେ ପୃଥିବୀରେ ବହୁତ ବିଷୟ ଅଛି ଯୋଉଟାକି ଆମେ ଦେଖୁଛୁ। ପୃଥିବୀରେ ଏମିତି ବିଷୟ ଅଛି ଯୋଉଟାକି ଆମେ ଦେଖିପାରିବା ନାହିଁ। କିନ୍ତୁ କଣ ଦ୍ୱାରା ଦେଖି ହବ? କଣ ଦ୍ୱାରା ସେଟାକୁ ସେନ୍ସ କରିହବ? ବହୁତ ଗୁଡେ ବିଷୟ ଅଛି ଆମେ ଜାଣିପାରିବା। ପୃଥିବୀରେ ମାଧ୍ୟାକର୍ଷଣ ଶକ୍ତି ଅଛି, ମନୁଷ୍ୟ ନିଜର ଆଖିରେ ଦେଖିବ ନାହିଁ। ପୃଥିବୀରେ ପବନ ଅଛି, ମନୁଷ୍ୟ ନିଜ ଆଖିରେ ଦେଖିବ ନାହିଁ, କିନ୍ତୁ ସେନ୍ସ କରିବ।
ସେଥିପାଇଁ ଆମେ ବାକ୍ୟକୁ ପ୍ରକୃତରେ କେମିତି ପ୍ରକୃତରେ ଗ୍ରହଣ କରିବୁ, କେମିତି ବାକ୍ୟ ଦ୍ୱାରା ଚାଳିତ ହବୁ, ସେଟା ହଉଛି ଈଶ୍ୱରଙ୍କର ଅନୁଗ୍ରହ ହେବା ଦରକାର। ଈଶ୍ୱର ଅନୁଗ୍ରହ କଲେ ହିଁ ସେଟା ହବ। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଅଦୃଶ୍ୟ ବିଷୟ ଦ୍ୱାରା ଆମମାନଙ୍କ ଜୀବନରେ କାମ କରିବା ପାଇଁ ଚାହାନ୍ତି। ମୋର ପଛରେ ଦେଖୁଥିବେ ଗଛ ଗୁଡାକ ଅଛି, ଅନେକ ଗୁଡେ ଫୁଲ ଗଛ ଅଛି, ପାହାଡ ଅଛି, ସବୁ ଅଛି। ଏଇଟା ହଉଛି ସବୁ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହେଇଥିବା ବିଷୟ ଏଇଟା। ସେଥିପାଇଁ ଆମେ ଗଛର ଉପର ପାର୍ଟକୁ ଦେଖୁଛୁ, କିନ୍ତୁ ଭିତରେ କଣ ଅଛି? ତାର ମୂଳ ଅଛି, ଚେର ଅଛି। ସେଟା ବହୁ ଆଡେ ପ୍ରକୃତିରେ ଗତି କରିଛି। ସେଥିପାଇଁ ଗୋଟେ ଗଛ କାହା ପାଇଁ ଛିଡା ହେଇଛି ଜାଣିଛନ୍ତି? ତାର ମୂଳର ଯୋଉ ଚେର ଲାଗିଛି, ସେ ଚେର ତାକୁ ଧରିକି ଅଛି। ସେଥିପାଇଁ ଆମେ ଜଗତରେ ପ୍ରକୃତିରେ ବଞ୍ଚି ପାରୁଛୁ, ଅଛୁ। କାହା ପାଇଁ? ଈଶ୍ୱରଙ୍କ ପାଇଁ। ଅଦୃଶ୍ୟ ଭାବରେ ମୋର ଜୀବନରେ ଈଶ୍ୱର କାମ କରୁଛନ୍ତି, କିନ୍ତୁ ମୁଁ ପ୍ରକାଶ ପାଉଛି। ସେଥିପାଇଁ ପରମେଶ୍ୱର ବାକ୍ୟ ଦ୍ୱାରା ଏ ପ୍ରକାର ବିଷୟକୁ ପ୍ରକାଶ କରିବା ପାଇଁ ଚାହାନ୍ତି। ସେଥିପାଇଁ ପରମେଶ୍ୱର କଣ କହୁଛନ୍ତି? ଜଗତର ସୃଷ୍ଟି କଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଈଶ୍ୱରତ ସୃଷ୍ଟ ବସ୍ତୁ ଗୁଣ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କ ଉତ୍ତର ଦେବାର ବାଟ ନଥାଏ। ତ ଲୋକମାନେ ଯେତେବେଳେ ଈଶ୍ୱରଙ୍କ ସାମ୍ନାରେ ପ୍ରାକ୍ଟିକାଲି ଛିଡ଼ା ହେବେ, ଲୋକମାନଙ୍କର କଣ ବନ୍ଦ ହବ? ପାଟି ବନ୍ଦ ହବ, ଉତ୍ତର ନଥିବ। ତ ଦିନେ ଏ ପ୍ରକାର ଭାବରେ ମୋର ଚର୍ଚ୍ଚ ସାମ୍ନାରେ ପାଟି ବନ୍ଦ ହେଲା। ମୁଁ କେବେ ପାଷ୍ଟରଙ୍କ ପ୍ରଭୁତରେ କହିପାରିଲିନି ପାଷ୍ଟ ଘରକୁ ଟିକେ ଯିବି ବୋଲି। କିନ୍ତୁ ମୁଁ ପାଷ୍ଟ ଅର୍ଡିନେସନ ପାଇଲା ପରେ ପାଷ୍ଟ ମତେ ସିଧା ନିଜ ଆଡୁ କହିଲେ, ତୁ ଏବେ ଯେତେବେଳେ ଇଚ୍ଛା କରୁଛୁ ସେତେବେଳେ ତୁ ଘରକୁ ଯାଇକି ଆସିପାରିବୁ କହିଲେ। ଦିନେ ରହିବାକୁ ଚାହୁଁଛୁ ହେଲେ ରହିକି ଆଇପାରିବୁ, 2 ଦିନ ରହିବାକୁ ଚାହୁଁଛୁ ହେଲେ 2 ଦିନ ବି ରହିକି ଆଇପାରିବୁ। ମୁଁ ଏଇଟା ଆଜି ପର୍ଯ୍ୟନ୍ତ ବୁଝିନାହିଁ ପାଷ୍ଟ କାହିଁକି ଏମିତି କହିଲେ ବୋଲି। ଏଁ, କିନ୍ତୁ ମୁଁ ପାଷ୍ଟ ହେଲା ପରେ ଯେତେବେଳେ ବାଲିଗୁଡାକ ପଠା ଗଲି, ମୁଁ ବହୁତ ଥର ଆମ ଘରକୁ ମୁଁ ଗଲି। ସତରେ ବହୁତ ଥର ମୁଁ ଆମ ଘରକୁ ମୁଁ ଗଲି। ମୁଁ ଯେତିକି ଥର ମିଶନ ସ୍କୁଲରେ ରହିଲା ପରେ ଯାଇନଥିବି, ତାଠୁ ଅଧିକ ମୁଁ ପ୍ରଭୁତରେ ଆମ ଘରକୁ ଯାଇକି ଆଇଲି। ଉଁ, ବାଲିଗୁଡାରୁ ଆମ ଗାଁ ହେଉଛି 25 କିଲୋମିଟର ଦୂର ଥିଲା। ମୁଁ ଯାଇକି ଆସିଲେ 50 କିଲୋମିଟର ହଉଥିଲା। ମୁଁ ସକାଳେ ଯାଉଥିଲି, ସନ୍ଧ୍ୟାରେ ଆସୁଥିଲି, ସକାଳେ ଯାଉଥିଲି, ସନ୍ଧ୍ୟାରେ ଆଉଥିଲି। ଉଁ, ମୋର ଭାଇମାନେ ବି ପ୍ରଭୁତରେ ଆସୁଥିଲେ। ସିଜନ ଅନୁସାରେ ଛତୁ ମିଳିବ, ସେ ଛତୁ ଆଣି ଦଉଥିଲେ, ପରିବା ଆଣି ଦଉଥିଲେ। ଉଁ, ଏ ପ୍ରକାର ଭାବରେ ଘରର ସମ୍ପର୍କ ମୋର ପାଷ୍ଟ ହେଲା ପରେ ବେଶୀ ଭଲ ହେଇଗଲା। ସେଥିପାଇଁ ଏଁ, ମୋ ପାଷ୍ଟ ହେଲା ପରେ ପାଷ୍ଟ ମତେ ଲାଗିଲା ପାଷ୍ଟ ମତେ ସନ୍ଦେହ କରୁନାହାନ୍ତି, କିନ୍ତୁ ମିଶନ ସ୍କୁଲରେ ଥିଲା ବେଳକୁ ସନ୍ଦେହ କଲେ। ଏଁ, ଏଇଟା ବି କଣ ସତ କି? ନାଇଁ, ମୁଁ ପାଷ୍ଟଙ୍କର ହୃଦୟ ଜାଣିନାହିଁ। ପାଷ୍ଟ ମୋ ଆଡକୁ କି ପ୍ରକାର ହୃଦୟକୁ ରଖି ଆସନ୍ତି। ଉଁ, ସେଥିପାଇଁ ମୁଁ ପରମେଶ୍ୱରଙ୍କ ହୃଦୟ ଜାଣିନାହିଁ। ପରମେଶ୍ୱର ମୋ ଆଡକୁ କି ପ୍ରକାର ହୃଦୟକୁ ରଖି ଆସନ୍ତି। ସେଥିପାଇଁ ମୁଁ ଯଦି ନ ବୁଝିକି ମୁଁ ଯଦି ସିଧାସଳଖ ଗ୍ରହଣ କରୁଛି, ସେ ଜାଗାରେ ପରିବର୍ତ୍ତନର ବିଷୟ ଅଛି। ସେଥିପାଇଁ ପୃଥିବୀରେ ପ୍ରଥମେ ବାକ୍ୟ ଆସିଲା, ବାକ୍ୟ ଦ୍ୱାରା ପରମେଶ୍ୱର କାମ କରି ଆସନ୍ତି। ଆଦି ପୁସ୍ତକ 1 ପର୍ବରେ ମୋତେ ଦେଖିଲେ କଣ ଲେଖା ହେଇଛି, ଟିକେ ଆମେ ଯିବା ଆଦି ପୁସ୍ତକ 1 ପର୍ବର 1 ପଦ। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ପୃଥିବୀ ସୃଷ୍ଟି କଲେ। ପୃଥିବୀ ନିର୍ଜନ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟକ୍ତ ଥିଲେ। ଅନନ୍ତର ପରମେଶ୍ୱର କହିଲେ, ଦୀପ୍ତି ହଉ, ତହିଁରେ ଦୀପ୍ତି ହେଲେ। 1 ପଦ ଦେଖିଲେ ପରମେଶ୍ୱର ପ୍ରଥମେ କଣ କଲେ? ସ୍ୱର୍ଗ ପୃଥିବୀ ସୃଷ୍ଟି କଲେ। ଏ ସ୍ୱର୍ଗ କାହା ପାଇଁ ସୃଷ୍ଟି କରିଥିବେ? ଏ ପୃଥିବୀ କାହା ପାଇଁ ସୃଷ୍ଟି କରିଥିବେ? ପରମେଶ୍ୱର ଯେତେବେଳେ ସୃଷ୍ଟି ଆରମ୍ଭ କଲେ, ଲୋକ କେହି ନାହାନ୍ତି। କିନ୍ତୁ ପରମେଶ୍ୱର ଧୀରେ 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 ସବୁ ବିଷୟ ସୃଷ୍ଟି କଲେ। ମାଛ ମାନଙ୍କୁ, ଗଛ ଲତା, ପାଣି ପବନ, ମାଧ୍ୟାକର୍ଷଣ ଶକ୍ତି, ପଶୁ ପକ୍ଷୀ ଜୀବଜନ୍ତୁ, ଯାହା ବି ପ୍ରକୃତିରେ ପରମେଶ୍ୱର ସୃଷ୍ଟି କରିବାର ଥିଲା ସବୁ ସୃଷ୍ଟି କଲେ। ସେତେବେଳକୁ ପଞ୍ଚମ ଦିନ ପାର ହେଲା। ପଞ୍ଚମ ଦିନ ପାର ହେଲା, ଷଷ୍ଠ ଦିନରେ ମନୁଷ୍ୟକୁ ପରମେଶ୍ୱର ସୃଷ୍ଟି କଲେ। ମନୁଷ୍ୟକୁ ସୃଷ୍ଟି କଲା ପରେ ପରମେଶ୍ୱର ମନୁଷ୍ୟ କୋଉ ଜାଗାରେ ରଖିଲେ? ଏଦନା ଉଦ୍ୟାନରେ ରଖିଲେ। ଏଦନା ଉଦ୍ୟାନରେ 2 ପ୍ରକାର ବୃକ୍ଷର ଫଳ ଅଛି। ପରମେଶ୍ୱର କହିଲେ, ଏ ଏଦନା ଉଦ୍ୟାନ ମଧ୍ୟରେ ତମେ ଯେତେ ସବୁ ବୃକ୍ଷର ଫଳ ଦେଖୁଛ, ତମେ ସ୍ୱଚ୍ଛନ୍ଦରେ ଭୋଜନ କରିପାର। କିନ୍ତୁ ଏ ଏଦନା ଉଦ୍ୟାନ ମଧ୍ୟରେ ମଧୁସ୍ଥ ବୃକ୍ଷର ଫଳ ଯୋଉଟା ଅଛି, ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ, ସେଟା ଖାଇବ ନାହିଁ କହିଲେ।
ତ ପରମେଶ୍ୱର ଗୋଟେ ବିଷୟ ଖାଇବା ପାଇଁ କହିଲେ, ଗୋଟେ ବିଷୟ ମନା କଲେ ନାଇଁ ଖାଉ ନାହିଁ ବୋଲି କହିଲେ। ତ ପରମେଶ୍ୱର କାହିଁକି ଗୋଟେ ବିଷୟ ଖାଅ କହିଲେ, ଗୋଟେ ବିଷୟ ଖାଉ ନାହିଁ କହିଲେ? ତାମାନେ ଗୋଟେ ବିଷୟ ଖାଇଲେ ଲୋକମାନଙ୍କର ଜ୍ଞାନ ପାଇବେ, ଲୋକମାନେ ପ୍ରକୃତିରେ ଜ୍ଞାନ ଚକ୍ଷୁ ପ୍ରକୃତିରେ ଉନ୍ମୁକ୍ତ ହବ। ପ୍ରଭୁ ଚାହୁଁନାହାନ୍ତି ସେଇଟା ଲୋକ ଖାଆନ୍ତୁ, ସେ ବିଷୟ ଦ୍ୱାରା ପ୍ରକୃତିରେ ଧରା ଯାଆନ୍ତୁ। ସେଥିପାଇଁ ଆଦମ ହବାକୁ ପରମେଶ୍ୱର ସୃଷ୍ଟି କଲା ପରେ ଉଦ୍ୟାନ ମଧ୍ୟରେ ରଖିଲେ। ଆଉ ଆଦି ପୁସ୍ତକ 2 ପର୍ବର ଯଦି ଆମେ ଦେଖିବା କହିଲେ କଣ ଲେଖା ହେଇଛି? 9 ପଦରେ ସଦାପ୍ରଭୁ ପରମେଶ୍ୱର ସେହି ଭୂମିରୁ ନାନା ଜାତୀୟ ସଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି ସେହି ଉଦ୍ୟାନର ମଧ୍ୟସ୍ଥାନର ବୃକ୍ଷ, ଅମୃତ ବୃକ୍ଷ ଓ ସତସତ୍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ। ଏ ଜାଗାରେ 2ଟା ଗଛ ଅଛି, ଗୋଟେ ହଉଛି ଅମୃତ ବୃକ୍ଷ, ଆଉ ଗୋଟେ ହଉଛି ସତସତ୍ ଜ୍ଞାନଦାୟକ ବୃକ୍ଷ। ପରମେଶ୍ୱର ଅମୃତ ବୃକ୍ଷର ଫଳ ଖାଅ କହିଲେ, କିନ୍ତୁ ସତସତ୍ ଜ୍ଞାନଦାୟକ ବୃକ୍ଷର ଫଳ ମନା କଲେ। 16 ପଦରେ ନିୟମ ଦେଲେ ଏଦେନ ଉଦ୍ୟାନ ମଧ୍ୟରେ ରଖିଲା ବେଳ ପରମେଶ୍ୱର ଷ୍ଟ୍ରିକ୍ଟଲି ପ୍ରକୃତିରେ କହିଲେ, କଣ ବୋଲି କହିଲେ ଦେଖ, ସଦାପ୍ରଭୁ ପରମେଶ୍ୱର ସେ ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର। ତା ମାନେ ପ୍ରଭୁ କହିଲେ ଉଦ୍ୟାନ ମଧ୍ୟରେ ତମେ ଯାହା ବି ଫଳ ଦେଖୁଛ ଖାଇପାର। ମୋ ପଛ ଗୋଟେ ଉଦ୍ୟାନ ଅଛି, ଉଁ, ଫୁଲ ଗଛ ଅଛି, ଗଛ ଅଛି, ସବୁ ଅଛି। ଏଁ, ସେଥିପାଇଁ ପରମେଶ୍ୱର କହିଲେ ସବୁ ବିଷୟରେ ତମେ ଯାହା ଦେଖୁଛ ଖାଇପାର କହିଲେ। କିନ୍ତୁ 17 ପଦରେ କଣ କହିଲେ? ମାତ୍ର ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତା ଖାଇବ ସେଇଦିନ ନିତାନ୍ତ ମରବ। ପ୍ରଭୁ ଜାଣିଛନ୍ତି, ଆଁ, ଏ ସତ୍ ଆଉ ସତ୍ ଏ ଫଳ ଖାଇଲେ ତମେ ନିତାନ୍ତ ମରବ। ସେଥିପାଇଁ ପରମେଶ୍ୱର ଏ ଫଳକୁ ଖାଇବା ପାଇଁ ମନା କଲେ, ଏ ଖାଅ ନାହିଁ ବୋଲି କହିଲେ। କିନ୍ତୁ ଆଦି ପୁସ୍ତକ 2 ପର୍ବ ପାର ହେଲା ପରେ 3 ପର୍ବ ଆସିଲାକୁ ଏଠି ସର୍ପ, କଣ ଲେଖା ହେଇଛି? ପରମେଶ୍ୱର ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା ଲେଖା। ସର୍ବାପେକ୍ଷା ଖଳ ମାନେ କଣ? ଆଁ? ବେଳେ ବେଳେ ଆମେ କଥା ହେଲା ବେଳକୁ ଲୋକମାନଙ୍କ ବିଷୟରେ କଥା ହଉନୁ କି, ଆରେ ସେ ଖଳ ପ୍ରକୃତି ଲୋକ। ଖଳ ପ୍ରକୃତି ଲୋକମାନେ କଣ? ଉପରେ ଗୋଟେ ବିଷୟ ଥିବ, ଭିତରେ ଆଉ ଗୋଟେ ବିଷୟ ଥିବ। ଆଁ? ତ ସେ ଲୋକକୁ ଭରସା କରି ହବ ନାହିଁ। ସେଥିପାଇଁ ତାକୁ ଆମେ ଖଳ ପ୍ରକୃତି ଲୋକ ବୋଲି କହୁଛୁ। ପଲିଟିସିଆନ ମାନେ କେମିତି ଗୋଟେ ବିଷୟ କହିଥିବେ, କିନ୍ତୁ ତାଙ୍କର ସରକାର ଆଇଲେ ପଲିଟିକ୍ସ ସେ କାମ କରିବେ ନାହିଁ। ଏଇଟା ହଉଛି ପଲିଟିକ୍ସ। ସେଥିପାଇଁ ଅଧିକାଂଶ ସମୟରେ ପଲିଟିସିଆନ ମାନଙ୍କୁ ବିଶ୍ୱାସ କରି ହବ ନାହିଁ। ସେଥିପାଇଁ ଆମେ ସେମାନଙ୍କୁ ଖଳ ପ୍ରକୃତିର ଲୋକ ବୋଲି କହୁଛୁ। କିନ୍ତୁ ପରମେଶ୍ୱର ଏ ଜାଗାରେ କଣ କହୁଛନ୍ତି? ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ଅପେକ୍ଷା ଖଳ ଥିଲା ଲେଖାଯାଇଛି। ତା ମାନେ କଣ? ସବୁ ପଶୁ ପକ୍ଷୀ ମାନଙ୍କ ଠାରୁ ସାପ ହଉଛି ଏ ପ୍ରକାର ପ୍ରାଣୀ ଯିଏକି ଜିଅନ୍ତା ଖାଇବ ଆଉ ମୁଣ୍ଡ ଆଡୁ ଗିଳିବ। ଜିଅନ୍ତା ଖାଇବ, ମୁଣ୍ଡ ଆଡୁ ଗିଳିବ। ସାପ ନିଜେ ଯୋଉଟା ମାରିବ ସେଇଟା ହିଁ ଖାଇବ। ସାପ ନାହିଁ କି ମଲାଟା ଏତେ ସହଜରେ ଖାଏ ନାହିଁ। ସେଥିପାଇଁ ଏ ଜାଗାରେ ଏଁ, ଶୈତାନ କାହାକୁ ବ୍ୟବହାର କରୁଛି? ଉଁ, ଏ ସର୍ପର ପ୍ରତିଛବି ହଉଛି ଶୈତାନର ପ୍ରତିଛବି। ସେଥିପାଇଁ ଶୈତାନ ପ୍ରକୃତରେ ଉଁ, କୌଣସି ଶରୀର ପ୍ରକୃତିରେ ପାଇନି। ଶୈତାନ ବି ଗୋଟେ ଆତ୍ମା। ସେଥିପାଇଁ ଦିନେ ଶୈତାନ ପ୍ରକୃତିରେ ସର୍ପକୁ ବ୍ୟବହାର କରୁଛି। ସର୍ପ ଦ୍ୱାରା ହବା ପାଖରେ ପ୍ରକୃତିରେ କଥା ହଉଛି। ହବାଙ୍କ ସହିତ ହବାଙ୍କୁ ପ୍ରଶ୍ନ କରୁଛି, ଏଁ, ଗೋ ନାରୀ, ଏ ପ୍ରକାର ଫଳ ଖାଇବା ପାଇଁ କଣ ପରମେଶ୍ୱର ତମକୁ ନିଷେଧ କରିଛନ୍ତି କି କହିକି। ନାରୀ ପ୍ରକୃତିରେ ଉତ୍ତର ଦେଲା, ହଁ, ଉଦ୍ୟାନ ମଧ୍ୟରେ ଯୋଉ ସମସ୍ତ ବୃକ୍ଷର ଫଳ ଅଛି ଆମେ ଖାଇପାରିବୁ। କିନ୍ତୁ କେବଳ ଉଦ୍ୟାନ ମଧ୍ୟରେ ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର ଆମମାନଙ୍କୁ କହିଛନ୍ତି। ସେମାନେ ସେଟା ଖାଇବ ନାହିଁ କି ଛୁଇଁବ ନାହିଁ, ତାହା କଲେ ମରବ କହିଛନ୍ତି। ତ ଏ ଜାଗାରେ ସାପ କଣ ଦେଖିଥିବ? ସର୍ପ କଣ ଦେଖିଥିବ? ସର୍ପ ଭିତରେ ଯୋଉ ଶୈତାନ ବାସ କରୁଛି ଅଦୃଶ୍ୟ ଭାବରେ, ସେ କଣ ଜାଣିଥିବ? ନିଶ୍ଚିନ୍ତ ଭାବରେ ହବାଙ୍କ ପାଖରେ ଈଶ୍ୱରଙ୍କର ବାକ୍ୟ ନାହିଁ। ୟାକୁ ମୁଁ ଯାହା କହିବି ସେଇଟା ତାହା ଶୁଣିବ ଇଏ। ଏତେ ୟାଙ୍କ ଦ୍ୱାରା ଠକି ହେବ କହିକି ହବା ହବାକୁ ନେଇ ଶୈତାନ ଫଳ ଦେଲା। ହବା ଦିନେ ଏ ପ୍ରକାର ଭାବରେ ଫଳ ଖାଇଲେ। ସର୍ପ କହିଲା ନାରୀଙ୍କି, ତୁମେ କୌଣସି ରୂପେ ମରବ ନାହିଁ, ବରଂ ପରମେଶ୍ୱରଙ୍କ ପରି ଭଲ ମନ୍ଦରେ ଜ୍ଞାନ ପାଇବ।
ତମମାନଙ୍କ ଜ୍ଞାନ ଚକ୍ଷୁ ମୁକ୍ତ ହବ। ତମେ ଭଲ ମନ୍ଦର ଜ୍ଞାନ ପାଇବ। ସେତେବେଳେ ହବା କଣ ଦେଖିଲା ସୁଖାଦ୍ୟର ଉତ୍ପାଦକ ନୟନର ଲୋଭଜନକ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ ଦେଖିଲା ଆଉ ଫଳକୁ ତୋଳିଲା ଆଉ ଖାଇଲା ଲେଖା ହେଇଛି। ଫଳକୁ ତୋଳିକି ଖାଇଲା ପରେ ମଣିଷ କଣ ହେଲା? ଭଲ ମନ୍ଦର ଜ୍ଞାନ ପାଇଲା। ଭଲ ବିଷୟ ଚିନ୍ତା କଲା, ଭଲ ବିଷୟ ମନ୍ଦ ବିଷୟ ବି ଚିନ୍ତା କଲା। ମନୁଷ୍ୟ ଜୀବନରେ ଦୁଇ ପ୍ରକାର ବିଷୟ ଆସିଲା। ଏତେ ମନୁଷ୍ୟ ଜାଣିପାରିଲାନି ଭଲ କାହାର ମନ୍ଦ କାହାର। ସେଥିପାଇଁ ବର୍ତ୍ତମାନ ଯେତେବେଳେ ଆମେ ପୃଥିବୀରେ ବଞ୍ଚୁଅଛୁ ଆମେ ଦୁଇଟା ବିଷୟ ଦ୍ୱାରା ଧରାଯାଇଛି। ବେଳେବେଳେ ଭଲ ବିଷୟ ଆସୁଛି, ବେଳେବେଳେ ମନ୍ଦ ବିଷୟ ଆସେ। ଆମେ କହିଥାଉ ଭଲ ବିଷୟ ଆସିଲେ ଏଇଟା ପରମେଶ୍ୱରଙ୍କ ଦ୍ୱାରା ହେଲା, ପରମେଶ୍ୱର ଭଲ କଲେ। କିନ୍ତୁ ମନ୍ଦ ବିଷୟ ଆସିଲେ ନାଇଁ ପରମେଶ୍ୱର ଭଲ କଲେ ନାହିଁ, ଏଇଟା ମନ୍ଦ ବିଷୟ ଆସିଲା ମାନେ ଏଇଟା ନିଶ୍ଚିନ୍ତ ଭାବରେ ଶୈତାନ ମୋର ଲାଇଫରେ କାମ କଲେ। କିନ୍ତୁ ବାଇବଲରେ ଦେଖିଲେ ଏ ସମସ୍ତ ବିଷୟ କାହା ଠାରୁ ଆସୁଛି? ଗୋଟେ ଗଛରୁ ଫଳ ସେଇଟା। ଭଲ ବି ଗୋଟେ ଗଛ, ମନ୍ଦ ବି ଗୋଟେ ଗଛ। ସେଥିପାଇଁ ମନୁଷ୍ୟ ପ୍ରକୃତିରେ କେମିତି ବାକ୍ୟ ଦ୍ୱାରା କଢେଇକି ନିଆଯିବ, କେମିତି ବାକ୍ୟ ପ୍ରକୃତିରେ ତାଙ୍କ ଚଳନ ଦେବ ପରମେଶ୍ୱର କହିବା ପାଇଁ ଚାହାନ୍ତି। ଉଁ, ରୋମୀୟ ପୁସ୍ତକ 3 ପର୍ବର 11 ପଦରେ ଲେଖା ହେଇଛି, ଯେ ବୁଝେ ଏପରି କେହି ନାହିଁ, ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ ଏପରି ଜଣେ ନାହିଁ। ତ ଯେ ବୁଝେ ଏପରି କେହି ନାହିଁ, ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ ଏପରି ଜଣେ ନାହିଁ। ବାକ୍ୟକୁ ଦେଖିଲେ ଜଣେ ବି ଲୋକ ନାହାନ୍ତି ଈଶ୍ୱରଙ୍କୁ ଅନ୍ୱେଷଣ କରବା ଲୋକ। ବାକ୍ୟକୁ ଦେଖିଲେ ଜଣେ ବି ଲୋକ ନାହାନ୍ତି ଈଶ୍ୱରଙ୍କ ବାକ୍ୟ ବୁଝିପାରିବା ପାଇଁ। ତ ପରମେଶ୍ୱର କାହିଁକି ଏ ପ୍ରକାର ବିଷୟକୁ ଦେଇଛନ୍ତି? ହୁଁ? କାହିଁକି ମନୁଷ୍ୟକୁ ଏଦନ ଉଦ୍ୟାନ ମଧ୍ୟରେ ରଖିଲା ପରେ ପରମେଶ୍ୱର ଏ ସତ୍ ଜ୍ଞାନ ଯାଇକି ବୃକ୍ଷର ଫଳ ମନା କଲେ? ଏଇଟା ହଉଛି ଗୋଟେ ଫଳ, ଯୋଉ ଫଳକୁ ଖାଇଲେ ମନୁଷ୍ୟ ନାଇକି ଅଟୋମେଟିକ ପରମେଶ୍ୱରଙ୍କ ଠାରୁ ପୃଥକ ହବ। ପରମେଶ୍ୱରଙ୍କ ବିହୀନ ହେଇକି ପ୍ରକୃତିରେ ଜୀବନ ବଞ୍ଚ। ପରମେଶ୍ୱର ଏ ବିଷୟରେ ଭଲ ସେ ଜାଣି ଆସନ୍ତି। ଆଦମକୁ ମୁଁ ଏଇ ଉଦ୍ୟାନ ମଧ୍ୟରେ ରଖିଲେ ମଧ୍ୟ ଆଦମ ଦିନେ ପ୍ରକାର ଭାବରେ ମୋ ଠାରୁ ଦୂରକୁ ଯିବ ପରମେଶ୍ୱର ଭଲସେ ଜାଣିଛନ୍ତି। ସେଥିପାଇଁ ଆଦମକୁ ଏଦନ ଉଦ୍ୟାନରେ ରଖିଲା ପରେ 3 ପର୍ବରେ ଶୈତାନ କାର୍ଯ୍ୟ କଲା। ସେଥିପାଇଁ ପରମେଶ୍ୱର ଦେଇଥିବା ପ୍ରାଣବାୟୁକୁ ଶୈତାନ ପ୍ରକୃତିରେ ନେବା ପାଇଁ କାମ କଲା। ଯେତେବେଳେ ମନୁଷ୍ୟର ଜୀବନ ଏ ପ୍ରକାର ଭାବରେ ମନୁଷ୍ୟ ଜୀବନ ଯାପନ କଲେ, ଦିନେ ପରମେଶ୍ୱରଙ୍କ ସ୍ୱର ଶୁଣିକି ଆଦାମ ପ୍ରକୃତିରେ ଲୁଚିଲେ। ଉଁ? ପରମେଶ୍ୱର ଆଦମକୁ ଦିନେ ପ୍ରକୃତିରେ ଡାକିଲେ, ଆଦମ ତମେ କେଉଁଠାରେ ବୋଲି। ପରମେଶ୍ୱର କଣ ଜାଣନ୍ତି ନାଇଁ କି? ଉଁ? ବାଇବଲରେ ଲେଖା ହେଇଛି, ମୁଁ ଆଦି ଓ ଅନ୍ତ, ଆରମ୍ଭ ଓ ଶେଷ, ଆଲଫା ଓ ଓମେଗା, ଆଁ? କ ଓ କ ଓ କ୍ଷୟ। ପରମେଶ୍ୱର କଣ ପାଇଁ ନା କ ଓ କ୍ଷୟ, ଆଦି ଓ ଅନ୍ତ, ଆରମ୍ଭ ଓ ଶେଷ କାହିଁକି କହୁଛନ୍ତି? ତା ମାନେ ବର୍ତ୍ତମାନ ଆଦମଙ୍କ ବିଷୟରେ ପ୍ରଭୁ କିଛି ଜାଣିନାହାନ୍ତି କି? ଯେ ପ୍ରଭୁ ପ୍ରଶ୍ନ ପଚାରୁଛନ୍ତି ଆଦମ ତୁମେ କେଉଁଠାରେ? ପରମେଶ୍ୱର ଭଲସେ ଜାଣିଛନ୍ତି। ଆଦାମ ମୁଁ ତମକୁ ଯୋଉ ଜାଗାରେ ରଖିଥିଲି ତମେ ବର୍ତ୍ତମାନ ସେ ଜାଗାରେ ନାହଁ। ତମେ ଯଦି ଅଲଗା ଜାଗାରେ ଅଛ ନିଶ୍ଚିନ୍ତ ଭାବରେ ତମେ ମୋ ଠାରୁ ଅଲଗା ହେଇଛ। ତମ ଭିତରେ ଆଉ ଜଣେ ଲୋକ କିଏ ଅଛନ୍ତି ପ୍ରଭୁ ନେଇକି ଜଣେଇବା ପାଇଁ ଚାହୁଁଛନ୍ତି। କିନ୍ତୁ ଆଦମ କଣ କହୁଛି, ପ୍ରଭୁ ମୁଁ ଆପଣ ରୋଗ ଶୁଣିକି ମୋର ଉଲ୍ଲଂଘତା ସକାଶେ ଭୀତ ହେଇକି ଲୁଚିଲି। ତେ ପରମେଶ୍ୱର ଆଦମକୁ ସୃଷ୍ଟି କଲା ପରେ କଣ ଭଲ ଡ୍ରେସ୍ ପିନ୍ଧେଇଥିଲେ? ନାଇଁ, ଆଦମ ଉଲଙ୍ଗ ହେଇକି ଏକା ସୃଷ୍ଟି ହେଇଥିଲା। କିନ୍ତୁ ଆଦମ କେବେ ଦେଖୁନଥିଲା। କାହିଁକି ଦେଖୁନଥିଲା? ଆଦମଙ୍କ ପାଖରେ ଭଲ ମନ୍ଦର ଜ୍ଞାନ ନଥିଲା। ଦିନେ ଶୈତାନ ଦ୍ୱାରା ଠକେଇକି ଫଳ ଖାଇଲା ପରେ ଆଦମଙ୍କ ଭିତରେ ମଧ୍ୟ ଭଲ ମନ୍ଦର ଜ୍ଞାନ ପ୍ରବେଶ କଲା। ଏ ଭଲ ମନ୍ଦର ଜ୍ଞାନ ଦ୍ୱାରା ଦିନେ ଏ ଉଦ୍ୟାନ ମଧ୍ୟରେ ବାସ କରିବା ପାଇଁ ଆରମ୍ଭ କଲେ। ବେଳେବେଳେ ପ୍ରଭୁ ଯେତେବେଳେ ଆସୁଥିଲେ ଆଦମ ପ୍ରଭୁ ଭିତରେ ଭୟ କରୁଥିଲେ। ସେଥିପାଇଁ ପ୍ରଭୁ ଆସିଲେ ଆଦମ ନାଇକି ଲୁଚୁଥିଲେ। ଚର୍ଚ୍ଚରେ ଆମେ ବଞ୍ଚିଲା ବେଳକୁ, ଆତ୍ମିକ ଜୀବନ ବଞ୍ଚିଲା ବେଳକୁ ଏ ପ୍ରକାର ଡର କଣ ଆମ ପାଖରେ ନାହିଁ କି? ଅଛି। ଏଁ? କିନ୍ତୁ ଏ ଡର କାହାର ଡର? ଏ ଡର କିଏ ଦଉଛି ମତେ? ଏ ଡର କାହା ଠାରୁ ଆସୁଛି? ସତରେ ମୋର ହୃଦୟରେ ପ୍ରଭୁଙ୍କ ଆତ୍ମା ଅଛି, ମତେ ମୋ ପାଖରେ କିଛି ଡରବାର ବିଷୟ ନାହିଁ। ମୋର ହୃଦୟରେ ଯେମିତି ଅଛି ମୁଁ ସେମିତି ଛିଡା ହେବି। କିନ୍ତୁ ମୋର ହୃଦୟରେ ପ୍ରଭୁଙ୍କର ଆତ୍ମା ନାହିଁ, ପ୍ରଭୁଙ୍କର ବାକ୍ୟ ନାହିଁ ହେଲେ ମୁଁ ଯେମିତି ଅଛି ସେମିତି ଛିଡା ହେଇପାରିବି ନାହିଁ। ନିଜକୁ ସଜେଇକି ଛିଡା ହେବି। ନିଜକୁ ସଜେଇକି ନିଜ ପାଖରେ ବିଶ୍ୱାସ ଯଦି ନାହିଁ, ବିଶ୍ୱାସ କହିବା ନାହିଁ କହିବା ପରିବର୍ତ୍ତେ ବିଶ୍ୱାସ ଅଛି କହିକି ପ୍ରକୃତିରେ ଛିଡା ହେବି। ଆମେ ହଉ ସେ ପ୍ରକାର ଲୋକ। ଏ ଜଗତରେ ଯେତେ ବି ଲୋକ ଅଛନ୍ତି ପ୍ରତ୍ୟେକ ଲୋକ ହଉଛନ୍ତି ଏ ପ୍ରକାର ଲୋକ। ସେଥିପାଇଁ ପରମେଶ୍ୱର କଣ ଚାହାନ୍ତି? ଏଁ? ପଚାରୁଛନ୍ତି ଆଦମ ତୁମେ କେଉଁଠାରେ?
କିନ୍ତୁ ଆଦମ କଣ ଉତ୍ତର ଦେଲେ? ସେ ଉତ୍ତର ଦେଲେ, ମୁଁ ଉଦ୍ୟାନ ମଧ୍ୟରେ ତୁମର ଶୁଣି ଆପଣ ଉଲ୍ଲଙ୍ଗତ ସକାଶେ ଭୀତ ହେଇକି ଲୁଚିଲି। ସେ କହିଲେ, ତୁମେ ଉଲ୍ଲଙ୍ଗ ଅଛ, ଏହା କିଏ ତୁମକୁ ଜଣାଇଲା? ଆମେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ ତାହାକି ତୁମେ ଖାଇଅଛ। ପ୍ରଭୁ ଜାଣିଲେ ଯେ ନିଶ୍ଚିନ୍ତ ଭାବରେ ମାନେ ମୋର ନିୟମକୁ ଲଙ୍ଘନ କରି ଆସନ୍ତି, ଭାଙ୍ଗି ଆସନ୍ତି। ନିଶ୍ଚିନ୍ତ ଭାବରେ ଏମାନଙ୍କୁ ଶୈତାନ ଅଧିକାର କରିଅଛି। ଏମାନେ ଶୈତାନ ଦ୍ୱାରା ପ୍ରଭୁ ଭିତରେ ଗ୍ରାସ କରାଗଲେଣି। ଏମାନଙ୍କ ଭିତରେ ଶୈତାନ ଅଛି, ପ୍ରଭୁ ଜାଣିଲେ। ସେଥିପାଇଁ ପରମେଶ୍ୱର ଭଲସେ ଜାଣିଛନ୍ତି ଆଦମ ନିଜେ ନିଜେ କେମିତି ପରମେଶ୍ୱରଙ୍କ ଆଡ଼କୁ ଫେରି ପାରିବ ନାହିଁ। ସେଥିପାଇଁ ଦିନେ ପରମେଶ୍ୱର କଣ କହିବା ପାଇଁ ଚାହୁଁଛନ୍ତି? ଉଁ, 14 ପଦ ଲେଖା ହେଇଛି, ତମ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, ଏହି କାର୍ଯ୍ୟ କରିବା ହେତୁରୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ବନ୍ୟ ପଶୁ ଠାରୁ ଅଧିକ ଶାପଗ୍ରସ୍ତ ହେଲ। ତୁମ୍ଭେ ଆପଣା ପଟ ଦେଇ ଗମନ କରିବ, ଯାବଜୀବନ ଧୂଳି ଖାଇବ। ପରମେଶ୍ୱର ଶୈତାନଙ୍କୁ ଅଭିଶାପ କଲେ। ଉଁ, ପରମେଶ୍ୱର ଅଭିଶାପ ପ୍ରଭୃତିରେ ଦେଲେ। ତମେ ସର୍ପକୁ କହିଲେ, ଏଇ କାର୍ଯ୍ୟ କରିବା ହେତୁରୁ ତୁମେ ଅଧିକ ଗ୍ରାମ୍ୟ ବନ୍ୟ ପଶୁ ଠାରୁ ଶାପଗ୍ରସ୍ତ ହେଲ। ଶାପଗ୍ରସ୍ତ ମାନେ ତମ ଅଭିଶାପ। ପ୍ରଭୁ କାହାକୁ ଅଭିଶାପ ଦେଲେ? ଆଦମକୁ କଲେ ନାହିଁ। ଆଦମକୁ କେବେ ମଧ୍ୟ ଅଭିଶାପ ଦେଇନାହାନ୍ତି। କିନ୍ତୁ ଯୋଉ ସାପ ତାଙ୍କ ପ୍ରଭୁତିରେ ବ୍ୟବହାର କରୁଛି ତାଙ୍କ ପ୍ରଭୁତିରେ କହିଲେ, ଏଇ କାର୍ଯ୍ୟ କରିବା ହେତୁରୁ ତୁମେ ଅଧିକ ବନ୍ୟ ପଶୁ ବନ୍ୟ ପଶୁ ବନ୍ୟ ପଶୁ ଉଁ, ସମସ୍ତ ଗ୍ରାମ୍ୟ ବନ୍ୟ ପଶୁ ଠାରୁ ଅଧିକ ଶାପଗ୍ରସ୍ତ ହେଲ। ତୁମେ ଆପଣା ପେଟ ଦେଇ ଗମନ କରିବ, ଯାବଜୀବନ ଧୂଳି ଖାଇବ। ସେଥିପାଇଁ ପରମେଶ୍ୱର କଣ ଦେଲେ ଶଇତାନକୁ ଖାଇବା ପାଇଁ? ଉଁ, ଧୂଳି। ତ ମନୁଷ୍ୟର ଶରୀର କେମିତି ତିଆରି ହେଇଛି? ଧୂଳିରୁ। ସେଥିପାଇଁ ନେଇକି ସଦାବେଳେ ସୁଯୋଗ ଖୋଜୁଛି ଶୈତାନ ମନୁଷ୍ୟ ଶରୀର ଭିତରେ ପ୍ରବେଶ କରିବି ବୋଲି। ଆଁ? ବାକ୍ୟ ହରଣ କରିବି, ବାକ୍ୟକୁ କେମିତି କାଟିଦେବି, ଲୋକ କେମିତି ବାକ୍ୟ ବି ନେଇକି ବଞ୍ଚିବେ। ସେଥିପାଇଁ ଶୈତାନ ନେଇକି ଏ ପ୍ରକାର ଭାବରେ କାମ କରୁଛି। ହୁଁ। ଶୈତାନଙ୍କ ପରମେଶ୍ୱର ନରକରେ ପକେଇଛନ୍ତି। ଶୈତାନ ଜଣେ ରହିବା ପାଇଁ ଚାହୁଁନାହିଁ ସେ ଜାଗାରେ। ସେଥିପାଇଁ କ୍ରମାଗତ ଭାବରେ ଏ ପ୍ରକାର ଭାବେ ମନୁଷ୍ୟର ଜୀବନରେ ବାକ୍ୟ କାଢିବା କାମ କରୁଛି। ସେତେବେଳେ ପ୍ରଭୁ କଣ କହୁଛନ୍ତି? ପ୍ରଭୁଥିରେ 15 ପଦରେ ଦେଖିଲେ କଣ ଲେଖା ହେଇଛି? ଆଉ ଆମ୍ଭେ ତୁମର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମାଇବ। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ, ତୁମେ ତାହାଙ୍କୁ ଗୋଇଠିକି ଆଘାତ କର। ପରମେଶ୍ୱର ଏ ଜାଗାରେ ଆଉ ନିୟମ ଦଉଛନ୍ତି, ବ୍ୟବସ୍ଥା ଦଉଛନ୍ତି। ତୁମ ବଂଶ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମେଇବା। ସେ ତୁମ ମସ୍ତକକୁ ଆଘାତ କରିବ, ତୁମେ ତାହାଙ୍କୁ ଗୋଇଠିକି ଆଘାତ କରିବ। ସେଥିପାଇଁ ଲୋକମାନେ ଯେତେବେଳେ ସେ ସାପକୁ ମାରନ୍ତି, କଣ କରନ୍ତି? ମୁଣ୍ଡ ଗୁଣ୍ଡ କରିଦିଅନ୍ତି। ଲୋକଙ୍କ ପାଖରେ ଗୋଟେ ମିଥ୍ୟା ଧାରଣା ଅଛି, ସାପ ସହଜରେ ମରବ ନାହିଁ। ସେଥିପାଇଁ ସାପ ଯେତେବେଳେ ଲୋକ ମାରନ୍ତି, ଫାଷ୍ଟ କଣ କରନ୍ତି? ତାର ମୁଣ୍ଡକୁ ଗୁଣ୍ଡ କରନ୍ତି ଆଉ ପୋତି ଦିଅନ୍ତି। ପରମେଶ୍ୱର ଏ ଜାଗାରେ କହୁଛନ୍ତି, ତମେ ତାଙ୍କର ଗୋଇଠିକି ଆଘାତ କରିବ, ସେ ତମର ମସ୍ତକକୁ ଚୂର୍ଣ୍ଣ କରିବ ଲେଖା ହେଇଛି। ତା ମାନେ ପରମେଶ୍ୱର ଏ ଜାଗାରେ ପାୱାର କାହାକୁ ଦେଲେ ଜାଣିଛନ୍ତି? ପାୱାର ନେଇକି ମନୁଷ୍ୟକୁ ପ୍ରଭୁତ୍ୱରେ ଦେଲେ। ପରମେଶ୍ୱର କହିବା ପାଇଁ ଚାହୁଁଛନ୍ତି, ଏଁ, ତମେ ଯେତେ ଆଘାତ କଲେ ମଧ୍ୟ, ଯେତେ କର୍ତ୍ତୃତ୍ୱ କଲେ ମଧ୍ୟ, ମୋର ବାକ୍ୟ ସଦାବେଳେ ଜିତିବ। ମୋର ବାକ୍ୟ ଆସିଲା ପରେ ତମର କର୍ମ ପ୍ରଭୁତ୍ୱରେ ଦୂରକୁ ଯିବ। ତମେ କେବେ ପ୍ରଭୁଙ୍କ ସାମ୍ନାରେ ଛିଡା ହେଇପାରିବ ନାହିଁ। ପ୍ରଭୁ କହିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଦିନେ ଆଦମଙ୍କ ବିଷୟରେ ପ୍ରଭୁ ଚିନ୍ତା କଲେ। ଆଁ ଆଉ ପରମେଶ୍ୱର କଣ କହିଲେ? ଆଁ, ଆମେ ଯଦି ଦେଖିବା କହିଲେ 19 ପଦରେ, ତୁମେ ଯେଉଁ ମୃତ୍ତିକାରେ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖରୁ ଝାଳର ଆହାର କରବ, ଯେହେତୁ ତୁମେ ଧୂଳି ଓ ଧୂଳିରେ ପୁନର୍ବାର ମିଶ। ସେଥିପାଇଁ ମନୁଷ୍ୟର ଶରୀର ହଉଛି ଧୂଳି, କିନ୍ତୁ ମନୁଷ୍ୟ ଶରୀର ଭିତରେ ଯୋଉ ଆତ୍ମା ଅଛି ସେଟା କେବେ ଧୂଳି ନାହିଁ। ସେଥିପାଇଁ ଆତ୍ମାଙ୍କର କୌଣସି ମରଣ ନାହିଁ। ଆତ୍ମାଙ୍କ ପାଇଁ ବିଚାର ଅଛି। ସେଥିପାଇଁ ଏ ଆତ୍ମାଙ୍କ ବିଷୟରେ ଚିନ୍ତା କରିକି, ଏ ଶରୀର ବିଷୟରେ ଚିନ୍ତା କରିକି ପ୍ରଭୁ ଦୁଇ ପ୍ରକାର ଆଁ, ବିଷୟକୁ ସୃଷ୍ଟି କରୁଛନ୍ତି। ଭିନ୍ନ ପ୍ରକାର ଏ ପ୍ରକାର ଭେଦ ତିଆରି କରୁଛନ୍ତି। ଆତ୍ମା ଦାତାଙ୍କ ନିକଟକୁ ଯିବ, ଶରୀର ମୃତ୍ତିକାରେ ଲୀନ ହବ। ବାଇବଲରେ ଲେଖା ହେଇଛି ସେମିତି। ସେଥିପାଇଁ ମନୁଷ୍ୟ ଯେତେବେଳେ ମରିଯାଉଛି, ମନୁଷ୍ୟର ଶରୀର ମାଟିରେ ମିଶୁଛି, ଆତ୍ମାଙ୍କ କୋଳକୁ ଯାଉଛି। ସେଥିପାଇଁ ପରମେଶ୍ୱର ଦେଖିଲେ ମନୁଷ୍ୟ କେବେ ମଧ୍ୟ ନିଜେ ନିଜେ ପବିତ୍ର ହେଇପାରିବ ନାହିଁ, ଆଶୀର୍ବାଦ ପାଇପାରିବ ନାହିଁ। ପରମେଶ୍ୱର ସେଥିପାଇଁ ନିଜେ କାମ କରିବାକୁ ଆରମ୍ଭ କଲେ।
ଦିନେ ଆଦମଙ୍କ ପାଇଁ ପରମେଶ୍ୱର ଗୋଟେ ପଶୁକୁ ଆଣୁଛନ୍ତି। ପଶୁକୁ କାଟିକି ଆଦମଙ୍କ ପାଇଁ ପ୍ରଭୁତିରେ ନୈବେଦ୍ୟ ଉତ୍ସର୍ଗ କରୁଛନ୍ତି। ନୈବେଦ୍ୟ ଉତ୍ସର୍ଗ କଲା ପରେ ଏଁ, ପଶୁର ଚମଡ଼ାକୁ ଆଣିକି ଆଦମଙ୍କ ପ୍ରଭୁତିରେ ପିନ୍ଧଉଛନ୍ତି ଚରମର ବସ୍ତ୍ର। ଏଁ, 20 ପଦ 21 ପଦ ଦେଖିବାକୁ କହିଲେ। ଅନନ୍ତର ଆଦମ ଆପଣ ଭାର୍ଯ୍ୟାଙ୍କର ଭାର୍ଯ୍ୟାର ନାମ ହବା ଜୀବନ ଦେଲେ, ଯେହେତୁ ସେ ଜୀବିତ সকলର ମାତା ହେଲେ। ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧେଇଲେ। ବର୍ତ୍ତମାନ ପରମେଶ୍ୱର କୋଉ ପ୍ରକାର ବସ୍ତ୍ର ପିନ୍ଧେଇଲେ? ଦିନେ ଆଦମ ହବା ଫଳ ଖାଇଲା ପରେ ଡିମ୍ରି ଗଛର ପତ୍ର ଘାଗରା ବନେଇକି ପିନ୍ଧିକି ପରମେଶ୍ୱରଙ୍କ ରବ ଶୁଣିକି ଉଦ୍ୟାନ ମଧ୍ୟରେ ଲୁଚୁଥିବା ଲୋକ ଥିଲେ। କିନ୍ତୁ ପରମେଶ୍ୱର ଜାଣିଲେ ଆଦମ କେବେ ନିଜେ ଆସିପାରିବ ନାହିଁ ମୋ ଆଡ଼କୁ। ସେଥିପାଇଁ ପରମେଶ୍ୱର କଣ କଲେ? ଆଦମଙ୍କ ପାଇଁ ଚରମର ବସ୍ତ୍ରକୁ ରେଡି କରୁଛନ୍ତି। ତା ମାନେ ନିଶ୍ଚିନ୍ତ ଭାବରେ ଜଣେ ଗୋଟେ ପଶୁ ଅଛି ଯୋଉ ପଶୁ କି ଆଦମଙ୍କ ପାଇଁ ମରିଛି, ଆଦମଙ୍କ ପାଇଁ ମରିଅଛି। ସେଥିପାଇଁ ଆଦମ କଣ ଜାଣିଲେ? ଆରେ ମୁଁ ମରବା ଜାଗାରେ ଏ ପଶୁ ପ୍ରଭୁତିରେ ମରିଲା। ପରମେଶ୍ୱର ଆଜି ମତେ ଚରମର ବସ୍ତ୍ର ପ୍ରଭୁତିରେ ଦେଇ ଅଛନ୍ତି। ଉଁ, ଏ ଚରମର ବସ୍ତ୍ର କଣ? ଏଇଟା ଈଶ୍ୱରଙ୍କର ଧାର୍ମିକତାକୁ ବୁଝାଏ। ଏଁ, ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବରେ ଆଦମଙ୍କ ଜୀବନରେ କାମ କଲେ। ଆଦି ପୁସ୍ତକ 5 ପର୍ବର ଯଦି ବାକ୍ୟକୁ ଦେଖିବେ, 2 ପଦ ଲେଖା ହେଇଛି, ପୁରୁଷ ଓ ସ୍ତ୍ରୀ କରି ସେ ସେମାନେ ସୃଷ୍ଟି କଲେ, ଆଉ ସେମାନେ ସୃଷ୍ଟି ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ ମନୁଷ୍ୟ ନାମ ଦେଲେ। ପରମେଶ୍ୱର ଯୋଉ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କରିଛନ୍ତି, ପରମେଶ୍ୱର ନାହିଁ କି ମନୁଷ୍ୟକୁ କଣ କରିଆସନ୍ତି? ଆଶୀର୍ବାଦ କରିଆସନ୍ତି ଲେଖା ହେଇଛି। ସେଥିପାଇଁ ଆଦମ ହଉଛନ୍ତି ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତି। କିନ୍ତୁ ଶୈତାନ ଆଦମଙ୍କ ଜୀବନରେ କାମ କରୁଥିଲା, ଠକୁଥିଲା। କିନ୍ତୁ ପରମେଶ୍ୱର ବାକ୍ୟ ଦ୍ୱାରା ମନୁଷ୍ୟ ଜୀବନରେ କାମ କଲେ। ସେଥିପାଇଁ ଆଜି ଆମେ ଯୌନ ପୁସ୍ତକ 1 ପର୍ବର ବାକ୍ୟକୁ ପଢିଲେ, ଏ ଜାଗାରେ ପରମେଶ୍ୱର କଣ କହୁଛନ୍ତି? ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ ଲେଖା ହେଇଛି। ସେଥିପାଇଁ ବାକ୍ୟ କଣ? ଈଶ୍ୱର ଲେଖା ହେଇଛି। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ, ତାହା ଦ୍ୱାରା ସମସ୍ତ ସୃଷ୍ଟି ହେଲା, ଆଉ ଯେ ସମସ୍ତ ସୃଷ୍ଟି ହୋଇଅଛି ସେଥିମଧ୍ୟରେ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ସେଥିପାଇଁ ପରମେଶ୍ୱରଙ୍କୁ ତାର ସବୁ ବିଷୟ ସୃଷ୍ଟି ହେଲା ଲେଖା ହେଇଛି। 4 ପଦ ଦେଖିଲେ ତାହାଠାରେ ଜୀବନ ଥିଲା, ସେଇ ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି। ସେଥିପାଇଁ ତାହାଙ୍କ ପାଖରେ କଣ ଅଛି? ଜୀବନ ଅଛି। ସେ ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି ଲେଖା ହେଇଛି। ସେଥିପାଇଁ ଜ୍ୟୋତି ମନୁଷ୍ୟ ପାଖରେ ଆସିଲା ପରେ ମନୁଷ୍ୟ କେମିତି ପ୍ରକାଶ ପାଉଛି? ଜ୍ୟୋତି ଭାବରେ ପ୍ରକାଶ ପାଉଛି। ଆଉ ମନୁଷ୍ୟ ଜ୍ୟୋତି ନାହିଁ, କିନ୍ତୁ ଜ୍ୟୋତି ଯେତେବେଳେ ଆସିଛି ମନୁଷ୍ୟ ଜ୍ୟୋତି ଭାବରେ ପ୍ରକାଶ ପାଉଛି। ସେଥିପାଇଁ ଯୀଶୁଙ୍କର ଆସିବାର 6 ମାସ ପୂର୍ବରୁ ଯୋହନ ଆସିଲେ ଯୀଶୁଙ୍କ ବିଷୟରେ ପଥ ସଳହ କଲେ, ସୁସମାଚାର ଘୋଷଣା କଲେ, ମନ ପରିବର୍ତ୍ତନ କର କାରଣ ସ୍ୱର୍ଗରାଜ ସନ୍ନିକଟ ବୋଲି ଯୋହନ ଆସିଲେ ଘୋଷଣା କଲ। ଯିଏ ମନ ପରିବର୍ତ୍ତନ କଲା, ବାକ୍ୟ ଆସିଲା ତା ପାଖରେ, ବାକ୍ୟ ଦ୍ୱାରା ପ୍ରଭୁ ସେ ପରିତ୍ରାଣ ପାଇକି ଖୁସିରେ ଜୀବନ ବଞ୍ଚେଇବା ଆରମ୍ଭ କଲେ। ତଳେ ଲେଖା ହେଇଛି ଆଁ, ଯେ 9 ପଦରେ, ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। ସେ ଜଗତରେ ଥିଲେ, ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ସେଥିପାଇଁ ଲୋକ ଅଛନ୍ତି ଯୀଶୁଙ୍କୁ ଗ୍ରହଣ କରିବେ, ଲୋକ ଅଛନ୍ତି ବାକ୍ୟ ଗ୍ରହଣ କରିକି ବଞ୍ଚିବେ, କିନ୍ତୁ ଲୋକ ଅଛନ୍ତି ନିଜର ଜ୍ଞାନ ଉପରେ ନିର୍ଭର କରିକି ବଞ୍ଚିବେ। କିନ୍ତୁ ଜଗତରେ କୋଉ ଲୋକ ବେଶୀ ଖୁସିରେ ବଞ୍ଚିବ? ଯୋଉ ଲୋକ ବାକ୍ୟ ଗ୍ରହଣ କରିକି ବାକ୍ୟ ଦ୍ୱାରା ଚାଳିତ ହଉଥିବ, ସେ ଲୋକ ଖୁସିର ଲୋକ। 12 ପଦ ଲେଖା ହେଇଛି, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ତ କିଏ ଈଶ୍ୱରଙ୍କ ସନ୍ତାନ ବୋଲି ଅଧିକାର ପାଇଲେ? ଯିଏ ଗ୍ରହଣ କଲା, ଯିଏ ବିଶ୍ୱାସ କଲା ସେ। ଏଁ? ସେଥିପାଇଁ ପରମେଶ୍ୱର ଆମ ଜୀବନରେ କଣ କହିବା ପାଇଁ ଚାହାନ୍ତି? ତଳେ ଦେଖନ୍ତୁ 16 ପଦରେ, ଏଣୁ ତାହାଙ୍କ ପୂର୍ଣ୍ଣତାର ଆମମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ। ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ। ବାଇବଲ ଦେଖିଲେ ଆମେ କିଏ? ଆମେ ନାଇଁ କି ଅନୁଗ୍ରହ ପାଇଥିବା ଲୋକ। ବାଇବଲ କହୁଛି ତମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଅଛୁ। ସତରେ ଆମେ ଧାର୍ମିକ ଯୋଉଟା ହେଇଛୁ, ପବିତ୍ର ଯୋଉଟା ହେଇଛୁ, ସ୍ପିରିଚୁଆଲି ଜୀବନ ଯୋଉଟା ବଞ୍ଚିବା ପାଇଁ ମଧ୍ୟ ଆମକୁ କଣ ଦରକାର? ଅନୁଗ୍ରହ ନହେଲେ ହବ ନାହିଁ। ପ୍ରତ୍ୟେକ ବିଷୟକୁ ଅତିକ୍ରମ କରିବା ପାଇଁ, ସମସ୍ୟା, ରୋଗ, ପରିସ୍ଥିତି ଯାହା ବି ପ୍ରକୃତିରେ ଆମ ଜୀବନରେ ଅଛି, ସମସ୍ତ ବିଷୟରେ ଆମକୁ କଣ ଦରକାର? ଅନୁଗ୍ରହ ଦରକାର।
ଆଜି ଆମେ ଧାର୍ମିକ ହେଇଛୁ, ପବିତ୍ର ହେଇଛୁ ଗୋଟେ କାରଣ ପାଇଁ, ଈଶ୍ୱର ଅନୁଗ୍ରହ କରି ଆସନ୍ତି ସେଥିପାଇଁ। ଈଶ୍ୱର ଅନୁଗ୍ରହ କରି ଆସନ୍ତି ସେ କାରଣ ପାଇଁ ଆମେ ଧାର୍ମିକ ବୋଲି ସାକ୍ଷ୍ୟ ପାଉଛୁ। ସେଥିପାଇଁ ବାର ପଦ ସ୍ପଷ୍ଟ କରୁଛି, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ତେବେ ଆମେ ଅଧିକାର ପାଇନୁ କି? ଏଫିସ ପୁସ୍ତକ ଦେଖିଲେ ବାଇବଲ କଣ କହୁଛି? ଏଫିସ ପୁସ୍ତକ ଟିକେ ଦେଖନ୍ତୁ। 18 ପଦ, 19 ପଦ। ଏଫିସ 2 ପର୍ବର 18, 19। କାରଣ ତାହାଙ୍କ ଦେଇ ଆମେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ। ଆମ ପାଖରେ ରାସ୍ତା ଅଛି ନା ନାଇଁ ଈଶ୍ୱରଙ୍କ ପାଖରେ ଯିବା ପାଇଁ? ଅଛି। ପାଇଛୁ ଲେଖା ହେଇଛି। ପାଇବା ନାହିଁ, ପାଇଅଛୁ ଲେଖା ହେଇଛି। 19 ପଦ ଲେଖା ହେଇଛି, ଅତଏବ ତୁମମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାର ଭୁକ୍ତ ଅଟ। ମୁଁ ଆଉ ଈଶ୍ୱର କିଏ? ଏକ ନା ଏକ ନାହିଁ ତା ମାନେ ଏକ। ନା, ମୁଁ ଈଶ୍ୱରଙ୍କ ସହିତ ଏକୀଭୂତ ହେଇଛି, ପରିବାର ଭୁକ୍ତ ଲେଖା ହେଇଛି। ସେଥିପାଇଁ ଏ ପରମେଶ୍ୱର ମତେ ପରମେଶ୍ୱରଙ୍କ ସହିତ ଏକ କରିବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କୁ ପଠେଇଲେ। ଯୀଶୁ ଖ୍ରୀଷ୍ଟ ଆସିଲେ 14 ପଦରେ କଣ କଲେ? ଆମ ଭିତରେ ପରମେଶ୍ୱରଙ୍କ ଭିତରେ ଯୋଉ ପାଚେରୀ ଅଛି ସେଟାକୁ ଭାଙ୍ଗିଲେ, ସମସ୍ତଙ୍କୁ ଏକ କଲେ ଲେଖା ହେଇଛି। ସେଥିପାଇଁ ପରମେଶ୍ୱର ଯୀଶୁଙ୍କୁ ପଠେଇଲା ପରେ ଯୀଶୁ ସମସ୍ତଙ୍କ ପାଇଁ କାମ କଲେ, ସମସ୍ତଙ୍କର ଅପରାଧ ପାପ ପାଇଁ କ୍ରୁଶରେ ଚଢିଲେ, ଆଉ ସମସ୍ତଙ୍କୁ ଈଶ୍ୱରଙ୍କ ସହିତ ଏକ କରାଇଲେ। ସେତେ ଆମେ ନାହିଁ କି ବର୍ତ୍ତମାନ ଈଶ୍ୱରଙ୍କ ସହିତ ପରିବାର ଭୁକ୍ତ ଅଟ ଲେଖା ହେଇଛି। ମୁଁ ଆଉ ଈଶ୍ୱର ହଉଛନ୍ତି ଗୋଟେ ପରିବାର। ମୋ ଭିତରେ ଈଶ୍ୱର ଅଛନ୍ତି, ମୁଁ ଈଶ୍ୱରଙ୍କ ଭିତରେ ଅଛି। ଏତିକି କେବଳ ମାନେ ପାର୍ଥକ୍ୟ ଅଛି ମନୁଷ୍ୟ ଜୀବନ ଭିତରେ। ମନୁଷ୍ୟ ଏତିକି ଯଦି ଗ୍ରହଣ କରିବ, ଏ ଜଗତରେ ବହୁତ ଖୁସିରେ ବଞ୍ଚିବ, ଆଶାରେ ବଞ୍ଚିବ, ଆନନ୍ଦରେ ବଞ୍ଚିବ। ପରମେଶ୍ୱର ଆମମାନଙ୍କୁ ସ୍ୱାଧୀନତା ଦେଇଛନ୍ତି। ଆମେ ଦିନେ ସ୍ୱାଧୀନତା ହରେଇକି ପ୍ରଭୁତ୍ୱରେ ବଞ୍ଚୁଥିଲୁ, କିନ୍ତୁ ଏଫିସ ପୁସ୍ତକରେ ଆମେ ସ୍ୱାଧୀନତା ପାଇଲୁ। 13ରେ ଲେଖା ହେଇଛି, କିନ୍ତୁ ପୂର୍ବେ ଦୂରରେ ଦୂରରେ ଥିଲ ଯେ ତୁମମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ ଲେଖା ହେଇଛି। ହଁ, ଆମେ ଦିନେ ପୂର୍ବରୁ ଦୂରରେ ଥିଲୁ, ସୈତାନ ଆମକୁ ବହୁତ ଦୂରକୁ ନେଇଥିଲା, କିନ୍ତୁ ଯୀଶୁ ଆସିଲା ପରେ ଆମେ ନିକଟର ଲୋକ ହେଲୁ ଲେଖା ହେଇଛି, ପାଖରେ ହେଲୁ। ହୁଁ। ତାମାନେ ଈଶ୍ୱର ମୁଁ କିଏ? ଗୋଟେ ପରିବାରରେ ଅଛି, ଗୋଟେ ଏକ। ହୁଁ। ସେଥିପାଇଁ ପରମେଶ୍ୱର କହିଲେ, ମାତ୍ର ଯେତେ ଲୋକ ମତେ ଗ୍ରହଣ କଲେ ସେମାନେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ପାଇଲେ ଲେଖା ହେଇଛି। ଜନ ପୁସ୍ତକ 1ର 12 ପଦ ବାକ୍ୟ ଆମେ ଯଦି ଦେଖିଲୁ, ସେଥିପାଇଁ ପରମେଶ୍ୱର ବାକ୍ୟ ଦ୍ୱାରା ଆମକୁ କଣ କହୁଛନ୍ତି? ତମ ଭିତରେ ଯେ ଶତ୍ରୁ ଥିଲା ମୁଁ ତାକୁ ବିନାଶ କଲି, ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କଲି, ଈଶ୍ୱରଙ୍କ ସହିତ ମିଳିତ କଲି କହୁଛନ୍ତି। ସେଥିପାଇଁ ଈଶ୍ୱର ଆମ ଭିତରେ ଥିବା ଶତ୍ରୁକୁ କ୍ରୁଶରେ ଚଢେଇଲେ, ଆଉ ମତେ ଈଶ୍ୱରଙ୍କୁ ମିଳିତ କରାଇଲେ। ଏଫିସ ପୁସ୍ତକ 2ର 16 ପଦରେ ଲେଖା ହେଇଛି, ଆଉ ଏ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତୋ ଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ତେ ମୁଁ ଆଉ ଈଶ୍ୱର ଏକ ନା ନାହିଁ? ଏଁ? ଏକ ନା ଏକ ନାହିଁ? ଏକ। ମୁଁ ଆଉ ଈଶ୍ୱର ଆମେ ମିଶିଗଲୁ, ଜଏଣ୍ଟ ହେଲୁ ଏମିତି। ସେଥିପାଇଁ ରୋମିଓ ପୁସ୍ତକରେ ଗ୍ରାଫ୍ଟିଂ ବିଷୟରେ କୁହାଯାଇଛି, ଗୋଟେ ବନ୍ୟ ଜିତ ବୃକ୍ଷ ବିଷୟରେ। ଆମେ ନିଜକୁ ଦେଖିଲେ ବନ୍ୟ ଜିତ ବୃକ୍ଷ, କିନ୍ତୁ ଜିତ ବୃକ୍ଷ ସହିତ କଲମ କରାଗଲା। ଫଳ ଆସୁଛି ବନ୍ୟ ଜିତ, କିନ୍ତୁ ରସ କୁଆଡେ ଆସିବ? ଜିତ ବୃକ୍ଷର। ଜିତ ବୃକ୍ଷର ପ୍ରତିଛବି ହଉଛି ଯୀଶୁ, ବନ୍ୟ ଜିତର ପ୍ରତିଛବି ହଉଛି ଆମମାନେ। ଆମେ ଯଦି ଯୀଶୁଙ୍କ ଭିତରେ ଅଛୁ, ଆମେ ବାଧ୍ୟ ସେଠି ଜିତ ବୃକ୍ଷର ଫଳ ରସ ପାଇକି ବନ୍ୟ ଜିତ ବୃକ୍ଷର ଫଳ କରିପାରିବ। ତା ମାନେ କଣ? ନିଜକୁ ନ ଦେଖିକି, ନିଜକୁ ନ ନେଇକି, ନିଜର ଜୀବନ ନ ବଞ୍ଚିକି, ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟ ଗ୍ରହଣ କରିକି ଈଶ୍ୱରଙ୍କ ସୁଷମାଚାର ପ୍ରଚାର କରିକି ଯେତେବେଳେ ବଞ୍ଚିବୁ, ସେଟା ଆମର ହୃଦୟରେ ଫଳ ଫଳ ହବ। ପ୍ରଭୁ କହିବା ପାଇଁ ଚାହୁଁଛନ୍ତି, ହଁ ତମେ ବନ୍ୟ ଜିତ ବୃକ୍ଷର ଫଳ, କିନ୍ତୁ ତମେ ଜିତ ବୃକ୍ଷର କଲମୀ କରାଯାଇଛ। ମାନେ ଏଇଟା ହଉଛି କଣ? କଲମୀ ମାନେ ତମେ ଅନୁଗ୍ରହ ପାଇଅଛ।
ସେଥିପାଇଁ ଜହନ ପୁସ୍ତକ ବାକ୍ୟ କଣ କହିଲେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଅଛୁ ଲେଖା ହେଇଛି। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବରେ ଆମମାନଙ୍କୁ ପବିତ୍ର ଓ ଧାର୍ମିକ ବର୍ଣ୍ଣନା କରିଆସନ୍ତି। ମୁଁ ଆଶା କରେ ଆପଣମାନେ ଆଜି ମଧ୍ୟ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଏ ପ୍ରକାର ଭାବରେ ଖୁସିରେ ଆନନ୍ଦରେ ଖୁସିରେ ଆଶାରେ ପ୍ରଭୁତିରେ ବଞ୍ଚିବେ। ଆଜି ମୁଁ ଏତିକି କହିବି। ଜଏନ୍ କରିଥିବା ପାଇଁ ବେଶୀ ଧନ୍ୟବାଦ ସମସ୍ତଙ୍କୁ।